আজি হৃদয় মন্দিরে প্রবেশে প্রভু হে, মুক্তি প্রদীপ দিয় জালি। আজি হৃদয় মন্দিরে প্রবেশে প্রভু হে, মুক্তি প্রদীপ দিয় জালি। অপসারি যাও অজ্ঞানতম, অপসারি যাও অজ্ঞানতম, জ্ঞান লোক তহি যাও ভরি। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। মস্তক মোর নত হেউ প্রভু, গর্ব অহংকার যাও সরি। অন্তরে কামনা বাসনা, লোভ মোহ ক্রোধ যাও জলি। মস্তক মোর নত হেউ প্রভু, গর্ব অহংকার যাও সরি। অন্তরে কামনা বাসনা, লোভ মোহ ক্রোধ যাও জলি। ঈর্ষা দোষ তিলে ন রহু, ঈর্ষা দোষ তিলে ন রহু। দুশ্চিন্তা সবু যাও টলি। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। অপসারি যাও অজ্ঞানতম, অপসারি যাও অজ্ঞানতম, জ্ঞান লোক তহি যাও ভরি। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। নিষ্কাম হেউ উপাসনা মোর, ভক্তি হেউ মোর মহাবলী। ধোই দিয় সবু পাপ রাশি মোর, ମୋ ଦୁଇ ଆଖିରୁ ଲୁହ ଢାଳି। ନିଷ୍କାମ ହେଉ ଉପାସନା ମୋର, ଭକ୍ତି ହେଉ ମୋର ମହାବଳୀ। ଧୋଇ ଦିଅ ସବୁ ପାପ ରାଶି ମୋର, ମୋ ଦୁଇ ଆଖିରୁ ଲୁହ ଢାଳି। ଶୀତ କର ହେ ତିକ୍ତ ହୃଦୟ, ଶୀତ କର ହେ ତିକ୍ତ ହୃଦୟ, କରୁଣାର ବାରି ଦିଅ ଝରି। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। অপসারি যাও অজ্ঞানতম, অপসারি যাও অজ্ঞানতম, জ্ঞান লোক তহি যাও ভরি। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। আজি হৃদয় মন্দিরে প্রবেশি প্রভু হে, মুক্তি প্রদীপ দিয় জালি। মামা আজি দিনটি মা শুভ দিন হেউ, শুভ হেউ মোর চিন্তা, শুভ হেউ মোর চিন্তা।
মুহূর্তে যেমিতি ভুলি মু ন যাଏ মুহূর্তে যেমিতি ভুলি মু ন যাଏ তুম প্রতি কৃতজ্ঞতা মা 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 ମୋ ମା ମୋ ମା ଆଚାର ବ୍ୟବହାର ସୁମଧୁର ହେଉ ମଧୁର ନୁହେଁ ସୁମଧୁର ଆମ ଆଚାର ବ୍ୟବହାର ଚାଲି ଚରଣ ଭାବ ଭଙ୍ଗୀ ବଦଳିବା ଦରକାର ଯୋଉ କଥା ଟିକେ ଆଗରୁ ଅଜୟ ଭାଇ କହୁଥିଲେ ଆଚାର ବ୍ୟବହାର ସୁମଧୁର ହେଉ ସତ୍ୟ ହେଉ ମୋର କଥା ଚାଲି ଚଳଣୀରେ ସରଳତା ରହୁ ଅନ୍ତରରେ ନିରବତା ମା 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 ମୋ ମା ମୋ ମା ଆଉ କଣ ଯୁଆଡେ ଯାଉଛି ଯାହା ମୁଁ କରୁଛି ମନେ ପଡୁ ତୁମ କଥା ଯାହା ମୁଁ ହୋଇଛି ହେବାକୁ ଯାଉଛି ଭାବିପାରେ ତୁମ କୃପା ତୁମ କାର୍ଯ୍ୟ କିଛି ବିଘ୍ନ ନ ଘଟାଏ ତୁମ କାର୍ଯ୍ୟ କିଛି ବିଘ୍ନ ନ ଘଟାଏ ମା ଦିଅ ମୋତେ ସେହି ଶିକ୍ଷା ଦିଅ ମୋତେ ସେହି ଶିକ୍ଷା ଆଜି ଦିନଟି ମା ଶୁଭ ଦିନ ହେଉ ଶୁଭ ହେଉ ମୋର ଚିନ୍ତା ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ ଦିଅ ମୋତେ ସେହି ଶିକ୍ଷା ଦିଅ ମୋତେ ସେହି ଶିକ୍ଷା ଦିଅ ମୋତେ ସେହି ଶିକ୍ଷା ସର୍ବପ୍ରଥମେ ଦିବ୍ୟ ଜନନୀ ଶ୍ରୀମା ଏବଂ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ପାଦ ପଦ୍ମରେ ମୋର ଅନନ୍ତ କୋଟି ପ୍ରଣତି ଜଣାଇବା ସଙ୍ଗେ ସଙ୍ଗେ ମଞ୍ଚାସୀନ ବରେଣ୍ୟ ଅଜୟ ଭାଇ ଆଉ ଆମ ଓଡ଼ିଶାର ବରେଣ୍ୟ ସାଧକ ଅନାଦି ଭାଇ ତ ଆମ ଗଣରୁ ଚାଲିଗଲେଣି ବହୁତ ଦୂରକୁ ଗଣିଆରେ ପ୍ରୋଗ୍ରାମ ଅଛି ଏବଂ ଆଜିର ଏହି ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ମାତୃପ୍ରେମୀ ଭାଇ ଅପାମାନଙ୍କୁ ମୋର ଭକ୍ତିପୂତ ପ୍ରଣତି ଏବଂ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ସ୍ନେହାଶିଷ ପ୍ରଦାନ କରି ଆଜିର ବିଷୟବସ୍ତୁ ଯାହା ମୋ ପାଇଁ ଚୟନ କରାଯାଇଛି ଶ୍ରୀ ଅରବିନ୍ଦ ଏବଂ ଦିବ୍ୟ ଭବିଷ୍ୟତ ଏ ବିଷୟ ବଡ ଜଟିଳ ଆମେ ଟିକେ ଧୈର୍ଯ୍ୟ ଧରି ଶୁଣିବା ଏ ବିଷୟର ବୁଝିବା ପାଇଁ ଶ୍ରୀ ଅରବିନ୍ଦଙ୍କର ଗୋଟେ ଆପଣମାନେ ସମସ୍ତେ ଜାଣିଛନ୍ତି ସାବିତ୍ରୀ ମହାକାବ୍ୟ ଏ ବହି ଏଠି ଥୁଆ ହେଇଛି ଯେତେ ବିଶାଳ ଭଲ୍ୟୁମ ବହି ଇଏ ବି ଗୋଟେ କବିତା ଶ୍ରୀ ଅରବିନ୍ଦଙ୍କର ସାରା ପୃଥିବୀର ସର୍ବଶ୍ରେଷ୍ଠ କବିତା ବଡ କବିତା ହାରାହାରି 24,000 ଲାଇନ 23,734 ଲାଇନ ଏବଂ ତା ବାହିରେ ଶ୍ରୀ ଅରବିନ୍ଦ ଆଉ ଗୋଟେ ଦୀର୍ଘତମ କବିତା ଲେଖିଛନ୍ତି ସେ ଲୋକଲୋଚନକୁ ଆସିନି ଯୋଉମାନେ ଶ୍ରୀ ଅରବିନ୍ଦଙ୍କୁ ପଢୁଛନ୍ତି ସେଇମାନେ ଜାଣିଛନ୍ତି ସେଇଥିରେ ଏଇ ବିଷୟବସ୍ତୁଟି ଅଛି ମୋର ମନେ ପଡିଗଲା ସେଇ କଥାଟା ଆମେ ଆଲୋଚନା କରିବା ସେ କବିତାଟି ହଉଛି ଏ ଗଡ୍ସ ଲେବର
ଦେବତାର ଶ୍ରମ ତା ହେଡିଂଟା ହେଲା ଦେବତାର ଶ୍ରମ ବୋଲି ଗୋଟେ କବିତା, ଯିଏ 124 ଲାଇନ ବିଶିଷ୍ଟ ଏକ ଦୀର୍ଘତମ କବିତା। ମୁଁ ସେଇ କବିତାରେ ଆଜିର ବିଷୟବସ୍ତୁ ଯାହା ଚୟନ କରାଯାଇଛି ମୋ ପାଇଁ, ଚିରଞ୍ଜୀବ ପୃଥିବୀ କି କାହିଁକି ଆସିଥିଲେ, କଣ କଲେ, କଣ କରିବା ପାଇଁ ଆମକୁ ଆହ୍ୱାନ ଜଣାଉଛନ୍ତି, ସେଇ କଥା ଲେଖା ହେଇଛି। ପ୍ରଥମ 8 ଲାଇନ ଛାଡ଼ିଦେନି, ତାପର 8 ଲାଇନ କହୁଛି। ସମସ୍ତେ ଜାଣିବା ଦରକାର ଏ କବିତାର ଶୀର୍ଷକଟି। ଚିରଞ୍ଜୀବ କହୁଛନ୍ତି, କୋର୍ସିଂ ମାଇ ଗଡ୍ ହେଡ୍ ଆଇ ହାଭ୍ କମ୍ ଡାଉନ୍ ହିଅର୍ ଅନ୍ ଦ ସଡିଡ୍ ଆର୍ଥ, ignorant laboring human grown twixt the gates of death and birth. I have been digging deep and long, mid a horror of fleet and mire, a bed for the golden river's song, a home for deathless fire. ତାର ଓଡ଼ିଆ ଅନୁବାଦ ଏହିପରି ହବ। ଚିରଞ୍ଜୀବ କହୁଛନ୍ତି, ଆପଣା ଦେବତା ସ୍ୱରୂପ ବରଜି ଆସିଅଛି ଅବତରୀ। ମୁଁ ଏଇ ପୃଥିବୀକୁ ଅବତରଣ କଲି କାହିଁକି? ଆସିଅଛି ଅବତରୀ ବିଷାଦ, ଏଇ ପୃଥିବୀ ବିଷାଦରେ। ଦୁନିଆ ନିର୍ଯାତନା ସେ କଥା ବର୍ଣ୍ଣନା କରିଛନ୍ତି ଅଜୟ ଭାଇ, ମୁଁ ସିଆଡକୁ ଯାଉନାହିଁ। ବିଷାଦ ବିଧୁରା ଏ ଦିନ ମାଟିର କୋଳେ, ଅଜ୍ଞାନ ଏକ ମଣିଷ ହୋଇ ମୁଁ କରେ ଶ୍ରମ। ଏଠି ଯିଏ ଜନ୍ମ ହବ ଶ୍ରମ କରିବା ପାଇଁ ବାଧ୍ୟ। ଅଜ୍ଞାନ ଏକ ମଣିଷ ହୋଇ ମୁଁ କରେ ଶ୍ରମ ଅବିରଳ, କୋଉଠି? ଜନ୍ମ ମରଣ ଯବନିକା ଆଡୁଆଳେ। ଏ ଯୋଉ ଜନ୍ମ ମରଣର ଯୋଉ ଚକ୍ର, ଜନ୍ମ ମରଣର ଯୋଉ ଯବନିକା, ଜନ୍ମ ମରଣର ଯୋଉ ଡ୍ରାମା ଚାଲିଛି। ଆଗରୁ ଯେତେବେଳେ ଆମେ ସବୁ ସ୍କୁଲ ମାନଙ୍କରେ ଡ୍ରାମା କରୁଥିଲୁ, ସେ ଡ୍ରାମାରେ କଣ ହୁଏ? ଗୋଟେ ସ୍କ୍ରିନ ଟଙ୍ଗାଯାଏ। ସେ ସ୍କ୍ରିନ ପଛରେ ଥାଆନ୍ତି କିଏ? ଡାଇରେକ୍ଟର। ଯୋଉଠି ଭୁଲ ହବ ସେ ଗ୍ରୀନ ରୁମକୁ ଗଲେ ଆମକୁ ବେତରେ ବାଡାନ୍ତି। ସେମିତି ଆମେ ଏଠି ଅଭିନୟ କରିବା ପାଇଁ ଚରମ ଅଭିନେତା ଶ୍ରୀ ଅରବିନ୍ଦ ମା ଆମକୁ ପଠେଇଛନ୍ତି ପୃଥିବୀକି। ଆପଣ ଯଦି ସେଥିରେ ଭୁଲ ଭଟକା କରୁଛନ୍ତି, ଡାଇଲଗ ଯଦି ଘୋଷି ନାହାନ୍ତି, ଡାଇଲଗ ଠିକ ଭାବରେ ଉପସ୍ଥାପନ କରିପାରୁନାହାନ୍ତି, ତାହେଲେ ଆପଣଙ୍କୁ କଣ ହବ? ବେତ୍ରାଘାତ ସହିବାକୁ ପଡିବ ନା ପଡିବନି? ଶ୍ରୀ ଅରବିନ୍ଦ ଏଠି ସେଇ କଥା କହୁଛନ୍ତି। ମୁଁ ଦେବତା ଥିଲି, ମୁଁ ଭଗବାନ ଥିଲି, ମୁଁ କାହିଁକି ଏଠିକି ଆସିଲି? ଆପଣା ଦେବତା ସ୍ୱରୂପ ବରଜି ଆସିଅଛି ଅବତରୀ, ବିଷାଦ ବିଧୁରା ଏ ଦିନ ମାଟିର କୋଳେ, ଅଜ୍ଞାନ ଏକ ମଣିଷ ହୋଇ ମୁଁ କରେ ଶ୍ରମ ଅବିରଳ, ଜନମ ମରଣ ଯବନିକା ଆଡୁଆଳେ। ଏଠି ଶ୍ରମ କରୁଛନ୍ତି କଣ? ତାହେଲେ ଖୋଜୁଛନ୍ତି 10 ଅବତାର ହେଇକି ଭଗବାନ ଆଇଲେଣି, ଚାଲିଗଲେଣି। ଆମ ଗହଳିରେ ଅଛନ୍ତି କି? ସିଏ ଚାଲିଗଲେଣି। ଲୋକମାନେ ବିଶ୍ୱାସ କରୁଛନ୍ତି, ଆଜିର ମଣିଷ ବିଶ୍ୱାସ କରୁଛି ଭଗବାନ ଅଛନ୍ତି। କୋଉ ଅବତାର? ଶେଷ ଅବତାର, ମାନେ 10ମ ଅବତାର ହେଇକି ଆସିବେ, କଳା ଧଳା ଘୋଡାରେ ଚଢିକି ଆସିବେ, ଯୁଦ୍ଧ ଫୁଦ୍ଧ କରିବେ ଇତ୍ୟାଦି କଥା। ସେମାନେ ଜାଣିପାରୁନାହାନ୍ତି ଯେ 10ମ ଅବତାର ହଉଛନ୍ତି ମା ଶ୍ରୀ ଅରବିନ୍ଦ। 12 ହାତ ଖଣ୍ଡା କିଏ? 12 ହାତ ଖଣ୍ଡା ବୁଲିବ କଥା ଅଛି ନା ନାହିଁ? ଆମ ଶାସ୍ତ୍ରରେ ଲେଖା ହେଇଛି ନା ନାହିଁ? ସର୍ଟରେ ଲେଖା ହେଇଛି, ଆମେ ତ ବୁଝିପାରୁନୁ। 12 ହାତ ଖଣ୍ଡା ହେଲା ମାଙ୍କ ସିମ୍ବଲ କୋଉଠି ଅଛି ଦେଖନ୍ତୁ, ଏଇ ସେଇଠି ମରା ହେଇଛି, ବିଭିନ୍ନ ଜାଗାରେ ମରା ହେଇଛି। 12 ପାଖୁଡା ଯୋଉ ଅଛି, ସେ 12 ପାଖୁଡା ହେଲା 12 ହାତେ ଖଣ୍ଡା। ବର୍ତ୍ତମାନ ଏ ପୃଥିବୀରେ କିଏ? ମା ଅଦିତି କାର୍ଯ୍ୟ କରୁଛନ୍ତି। ତାପରେ 4 ପାଖୁଡା ଅଛି ମହାଲକ୍ଷ୍ମୀ, ମହାସରସ୍ୱତୀ, ମାହେଶ୍ୱରୀ, ମହାକାଳୀ, ଏବଂ 12 ଚକ୍ର ବର୍ତ୍ତମାନ କ୍ରିୟାଶୀଳ ହବ। ହେଇନି ବର୍ତ୍ତମାନ। এই 12 ହାତେ ଖଣ୍ଡାରେ କଣ ହେବେ? ଯୋଉମାନେ ଅନ୍ୟାୟ ଅନୀତି ପଥରେ ଯିବେ, ଦୁର୍ନୀତି ପଥରେ ଯିବେ, ସେମାନଙ୍କୁ ମ୍ଲେଚ୍ଛ ସଂହାର କରାଯିବ। ତେଣୁ ଏଠି ଶ୍ରୀ ଅରବିନ୍ଦ କହୁଛନ୍ତି, ଖୋଜି ମୁଁ ଚାଲିଛି 10 ଅବତାର ଭିତରେ ମୁଁ କଣ ଖୋଜୁଛି? ଖୋଜି ମୁଁ ଚାଲିଛି ଗଭୀରୁ ଗଭୀରେ, କାଳ କାଳ ଏ ଧରାରେ, ଅତି ବିଭତ୍ସ ପଙ୍କ କାଦୁଅ ଖାଲି। ଯେତେ ମୁଁ ଗହିରକୁ ଖୋଜୁଛି, ଖାଲି ପଙ୍କ କାଦୁଅ ନର୍ଦ୍ଦମା ଅପରିଷ୍କାର ଅପରିଚ୍ଛନ୍ନ ପରିପୂର୍ଣ୍ଣ ହେଇ ରହିଛି। ଖୋଜି ମୁଁ ଚାଲିଛି ଗଭୀରୁ ଗଭୀରେ, କାଳ କାଳ ଏ ଧରାରେ, ଅତି ବିଭତ୍ସ ପଙ୍କ କାଦୁଅ ଖାଲି। କଣ ସେ କଥାଟା ବିଷୟବସ୍ତୁ? ସୁନାର ନଈ ମୁଁ ବୁହାଇବି ଯାହା ଚିର ସଙ୍ଗୀତେ ଭରା। ମୁଁ ଏଠି ଯୋଉ 10 ଥର ଆଇଲିଣି ଅବତାର ନେଇକି, ମୁଁ କଣ କରିବାକୁ ଚାହେଁ? ଗୋଟେ ସୁବର୍ଣ୍ଣର ନଦୀ ପ୍ରବାହିତ କରିବି, ସୁନାର ନଈ ମୁଁ ପ୍ରବାହିତ କରାଇବି, ଯାହା ଚିର ସଙ୍ଗୀତେ ଭରା, ଆଉ ରଚିବି ଅମର ଅଗ୍ନି ଆବାସ ବୋଲି। ଅମର ଅଗ୍ନି, ଏ ପୃଥିବୀକୁ ଯେଉଁମାନେ ଆସିବେ, ଯେଉଁମାନେ ସର୍ବଶ୍ରେଷ୍ଠ ଜୀବ ହିସାବରେ ଯୋଉ ମଣିଷ ଅଛି, ୟାଙ୍କୁ ସୁବର୍ଣ୍ଣ ନଈରେ ମୁଁ ପ୍ରବାହିତ କରାଇବି, ଏବଂ ଯୋଉଥିରେ କଣ ହବ? ସେମାନଙ୍କର କଣ? ଏଇ ଯୋଉ ମର ଶରୀର, ଏଇ ଯୋଉ ପଚନ ଶରୀର, ଏଇ ଯୋଉ ରୋଗ ଭୋଗୁଥିବା ଶରୀର, ଏଇ ଯୋଉ ନିର୍ଯାତିତ ହେଉଥିବା ଶରୀର, ନାନା ମାୟାରେ ପ୍ରଭାବିତ ହେଉଥିବା ମଣିଷର ଯୋଉ ବର୍ବର କାଣ୍ଡ ସବୁ କରି ଚାଲିଛି,
याकू परिवर्तन करी याकू कौन करी गोटे अमरत्वर बन्ही एठी प्रवाहित करी सुनार नई मु बुहाइबी जहा चिर संगीते भरा रचिबी अमर अग्नि आवास बोली अमर अग्नि अर्थात एपरि एक सृष्टि मु तैयारी करने को चाहे एपरि एक मनुष्य समाज सृष्टि करने को चाहे जार नथिबो रोग जार नथिबो वार्धक्य जार नथिबो खाद्यर आवश्यकता जार नथिबो रोग वैराग इत्यादि इत्यादि किछि कथा श्रीअरविंद ये श्रीअरविंदर भविष्य जो विषय वस्तुटी आप रखिंट श्री अरविंद एवं दिव्य भविष्य भविष्य तो भविष्य किंतु ये दिव्य शब्द लगी माँ पचारे नवजात को माँ कौन कले माँ जाऊे नवजात को पचारे केतोटी कथा आमको मध्य श्रीअरविंद ये प्रश्न पचारि व्हाट इज द पर्पस ऑफ क्रिएशन ये सृष्टिर उद्देश्य कौन आम समस्त कहीपर कि सृष्टिर उद्देश्य कौन कहीपर व्हाट इज द श्रीअरविंद आमको पचार व्हाट इज द पर्पस ऑफ क्रिएशन ये सृष्टिर उद्देश्य कौन ये सृष्टिर उद्देश्य हूँ डिवाइन बॉडी आम ये जो शरीर रोग भोगुवा शरीर मरी जाऊा शरीर चर्म दूर दूर हो शरीर दांत पंक्ति नाना प्रकार खाद्य आहरण कर शरीर ये शरीर दरकार नहीं कौन शरीर हम आ सृष्टिर उद्देश्य हूँ गोटे दिव्य शरीर तैयारी हम डिवाइन बॉडी बोली कहते श्रीअरविंद दिव्य शरीर द्वितीय मैसेज आम पाक आम मोबाइल की मैसेज तुम मोबाइल की मैसेज गला ना जाइनी मैसेज किंतु चली किंतु आमे ताकू ऑन करी शिखी ना आमे ताकू कौन करू बाहर करके पढ़ी शिखी ना द्वितीय मैसेज श्रीअरविंद दौरान कौन कहते आमे बंचापी दैनंदिन किसी कार्य करने दरकार जदि आमे कार्य न करिबा आमे बंचिबा कहीं प्रकृति में जदि बंचिबा जदि कार्य करिबा ताने भलो कार्यटा न करिके खराब कार्य करिबा कहीं श्रीअरविंद को मैसेज इंग्रजी होउची व्हाट इज द हाईएस्ट वन कैन डू इंडिविजुअली जदि आमे कौन व्हाट इज द हाईएस्ट सर्वोच्च कार्यटी कौन आम जीवन व्हाट इज द हाईएस्ट वन कैन डू इंडिविजुअली उत्तर अच्छी आम पाखे अच्छी काहारी पाखे उत्तर ना श्रीअरविंद प्रश्न उत्तर काहारी पाखे ना किंतु श्रीअरविंद तार उत्तर कहते डिवाइन बॉडी गला दिव्य शरीर प्रथम मेसेज कहते डिवाइन लाइफ आमे जो कार्य करते बंचिबा कार्य कर तेणु आमर सर्वोत्तम कार्यटी हम दिव्य जीवन ना दिव्य शरीर आ दिव्य जीवन थर्ड मेसेज आम घर को आम शांति श्रृंखला रखापी घर मुरबी सब मत चेष्टा करम ओडिशार मुख्यमंत्री एवं राज्यपाल बा मंत्री समूह जो मैंने अच्छा से ओडिशा को सुस्थ सबल भल मंद भलरे रखापी सब मत शांति रखापी चेष्टा कर शांति आसुना भारतर राष्ट्रपति भारतर प्रधानमंत्री भारत को शांति श्रृंखला रखापी चेष्टा कर पृथ्वी जो वर्ल्ड हेल्थ ऑर्गेनाइजेशन दुनिया कथा अच्छी पृथ्वी पंचायत दुनिया जो संस्था सब अच्छी पृथ्वी रे शांति प्रतिष्ठा करने युद्ध बंद 3 वर्ष चलला युद्ध बंद कर अधिकार ना से शांति रखापी चेष्टा कर दरकार पड़ी श्रीअरविंद दिव्य भविष्य एवं थर्ड मेसेज श्रीअरविंद कहते हाउ दिस अनहैप्पी अर्थ कुड बी हैप्पी ये जो दिव्य पृथ्वी ये जो अशांत पृथ्वी ये किमिति शांति रे रहिबो अच्छी उत्तर आम पाखे थर्ड मेसेज कहते डिवाइन परफेक्शन दिव्य पूर्णता दरकार दिव्य पूर्णता आसिले ऑटोमेटिक भाव में सबु शांति हो सब श्रृंखलित हो एवं मनीष को आउ एते प्रयास एते चेष्टा एते अध्यवसाय करने को पड़ो ना एते ट्रेनिंग नवा को पड़ो ना एते कथा किमिति आमे शांति रे रहिबा सद्भावन रहिबा ये हला तीनटा कथा आम शरीर विवर्तित हेई एक नूतन शरीर धारण करिवो ताकू कुआजिवो दिव्य डिवाइन बॉडी बा दिव्य शरीर आम जीवन प्रक्रिया परिवर्तित होगी दिव्य जीवन आसीबो एवं दिव्य पूर्णतारे आमे वास करिबा जहा श्रीअरविंद माँ चाहिछंती एवं आमे जे पर्यंत यही कथा को करिबा पई सक्षम हेई नाहु या पई समाधान करि नाहु एथि पई निजको प्रस्तुत करि नाहु से पर्यंत आमे दुख रहिबा जंत्रणा रहिबा सावित्री महाकाव्य 457 पेज रे 4 लाइन मुझे कहूँ दिव्य यही विषय को विषय माने आमे किमिति दिव्य पूर्णता आड़ को गति करवा श्रीअरविंद दिव्य भविष्य कौन
all here can change if the magician choose. जादूकर चाहिदेले बदलिब सबु किछि एई धरा परे श्रीरंग खाली कहउछ बदलिब सब बदलिब आमे कहउछ आमे बदलिबानी आमे तो फैन पाउछु आकाश रे उडुछु जल रे बुडुछु नाना कथा नाना माने भलो खाद्य मिलुची हमको स्वच्छंद रे मिल जाउची आ काई कोन करबा दरकार किंतु श्रीरंग कहउछंती ऑल हियर कैन चेंज दिव्य भविष्यत ऑल हियर कैन चेंज इफ द मैजिशियन चूज जादूकर चाहिदेले ये परम जादूकर होती श्री अरविंद पीसी सरकार ना आपण मैंने शुणुंट ना शुणुना परम जादूकर शुणुंट सी थे दिल्ली की प्रोग्राम करके आसिले इंडिया रे जादू देखा करिश्मा देखा जो आसिले टाइम फिक्स है 8:30 संध्या 8:30 जादू आरंभ हम घंटाए पर्यंत टिकेट बिक्री है 500,000 टंका बड़ बड़िया लोक पैसा किसी अभाव ना किंतु 8:30 गला जादूकर आसीना 9टा बाजिला जादूकर आसुना 9:30 बाजिला जादूकर आसुना जेतक दर्शक लक्ष लक्ष टंकार टिकेट बिक्री होता ये चेयर को बाड़ाबाड़ी करके प्लास्टिक चेयर हो लुहा चेयर सब भांगी माने उड़ेले सब फिंगिले गेट मान टेट बाहर सब फिंगिले ठीक यही घंटे 1.5 घंटा पर सब डिक्लेयर हो गला जादूकर आसिले सब स्तब्ध हो गले पहले पीसी सरकार जे जादू देखेबे जे खेल देखेबे से आसिक उपनीत हो गले जो से आसिकी जादूकर पहुंचले मंच उपर चली गले मंच उपर स्तब्ध हो गला जो चेयर फेयर भंगा रुजा कर सब बंद हो गला सी कौन कले सांगे सांगे लाइट लिभिगला कहले कौन है टाइम तो है नहीं तुम कौन व्यस्त हो चेयर फेयर भांगलानी टाइम है नहीं कौन कले सब लाइट जिते चलता ऑटोमेटिक लिभिगला पड़े पुणी सांगे सांगे जली उठला लाइट जो जाए आसनी सांगे सांगे देखले समस्त घंटे आहरी 2 मिनिट बाकी अच्छी 8:30 पीसी सरकार कहले एतिकी देख इंडिया वाला मु जाउछी ये कथा कहिवर तात्पर्य बंधुगण आपण मानकू सावित्री परंपरा लिखिसंती ऑल हियर कैन चेंज इफ द मैजिशियन चूज जादूकर चाहि देले बदलिबो सबु किछि एही धरा परे दीट कंडीशन मनुष्य आगे रखुछंती इफ ह्यूमन विल कुड बी मेड वन विथ गॉड्स if human thought could echo the thoughts of God then man might be all knowing and omnipotent ए चारि लाइन कहिबार कथा मोर जादूकर चाहिदेले बदलिब सब किछि एई धरा परे कोन प्रथम कंडीशन मनुष्यर संकल्प जदि एक हेबो प्रभुଙ୍କ सहित रे होची भगवान जा चाहिचंती आमे गोटे आडे गने भगवान जो बाटरे हमकु जीवा कहउछने आमे आउ 2-3टा नुवा बाट खोलिछु जीवा नाही तेणु मनुष्यर संकल्प जदि आपणकर पुअर झीर जन्मदिन यथार्थ समय यथार्थ भाव यथा समय एवं यथार्थ खाद्यपेय सहित पालन कर भगवान को पूजा हाँ भगवान को आसिक देखुंती गड़ी जाऊ 2 घंटा कौन है तान अवस्था कौन हम केवल लाइट लिभिजिव टिके जली उठिब पीसी सरकार जहाँ देखला से देखिब एवं जादूकर एटी कहउछंती मनुष्यर संकल्प जदि एक हेबो प्रभुଙ୍କ सहित रे आ द्वितीय कंडीशन मनुष्यर चिंता जदि हेबो प्रतिध्वनि प्रभुଙ୍କ चिंता रे आपण प्रतिध्वनि कथा मु बुझाई दउची विराट 5 महला 10 महला कोठा पाखरे आपण जदि राम कहबे इको हेकी राम फेरी आसीबो पहाड़ पाखरे गोटे पहाड़ पाखरे जदि श्याम कहबे सेई श्याम फेरी आसीबो ता माने जहा कहबे आपण सेईटा प्रतिध्वनि हेकी फेरी आसीबो या मान ना होची प्रतिध्वनि इको मनुष्यर संकल्प जदि एक हेबो प्रभुଙ୍କ सहित रे मनुष्यर चिंता जदि हेबो प्रतिध्वनि कौतरे भगवान को चिंता तेबे तापर श्रीअरविंद लिखुछंती तेबे मनुष्य सर्वज्ञाता ओ सर्वशक्तिमंता अर्थात भगवान सबु जे जाने से भगवान ना किए सर्वशक्तिमंता जे जा ऊपर केही पराभूत करिया पाई ना आपण जेते जेते युद्ध देखलानी भगवान को 10 अवतार कथा सुनलेनी जा सब देखलेनी कोठी भगवान हारि की फेल मारचंती आपण सुनिचंती कोठी रेकॉर्ड अछि तेणु मनीष जे भगवान है जो या पर पीढ़ी रे मनीष जे भगवान है जीवो यही कथा श्रीअरविंद कहिया पाई ये पृथ्वी के आस्तिले एवं तापर पुणी श्रीअरविंद निजे लिखुचंती 517 पेज रे द मोर्टाल कैन नॉट सी द गॉड्स माइटी होल नश्वर मनीष भगवानकर सर्व नश्वर मनीष भगवानकर सर्वशक्तिमान पूर्णता को देखि पारे नाही कौन से की भलिया पूर्ण पूर्णमदः पूर्णमिदं पुण्यत पुण्य मुदच्यते पूर्णस्य पूर्णमादाय
पुण्यमेवा वशिष्यते। आकु समस्त जानते ना नहीं आमे कहीं आईमा कालू मनीष सृष्टि हवा दिन आमे से श्लोक को घोषुଛନ୍ତି कौन असतोमा सद्गमय तमसोमा ज्योतिर्गमय मृत्युरेमा अमृतंगमय असत्य मते हे भगवान सत्य आड़ को नहीं चल अंधकार मते आलोक आड़ को नहीं चल आ मृत्यु मते कुआड़ को नहीं चल अमरत्व आड़ को नहीं चल पूरण है आउ आमे से कथा मन पकाऊनु ए तो तुली तल्प से शोले आ दुनिया सुविधा सब जोगी दिया गला मनीष आनंद उल्लास रोचे आउ कहीं कथा चिंता करवा द मोर्टल कैन नॉट सी द गॉड्स माइटी रोल और शेयर इन हिज वास्ट एंड डीप आइडेंटिटी who stands ignorant within our ignorant hearts and knows all things because he is one with all नश्वर मनीष भगवान सर्वशक्तिमान पूर्णता को देखी पारे नहीं किंबा तांको सहित गभीर विशाल एकात्मता लाभ करि पारे नहीं जे अलक्ष्य आम अज्ञान हृदय ठिया होई थांती से सब जानती कारण से समस्त सहित एक होई थांती चरम लाइन 5 लाइन कहूँ सावित्री माँ के 692 पेज माई सोल एंड हिज श्रीरंग कहीं आते माई सोल एंड हिज इनडिसॉल्वेबली लिंक्ड इन द वन टास्क फॉर व्हिच आवर लाइव्स वर बोर्न टू रेज द वर्ल्ड टू गॉड इन डेथलेस लाइट टू ब्रिंग गॉड डाउन टू द वर्ल्ड ऑन अर्थ वी केम टू चेंज द अर्थ से पुणी चेंज कथा आसिला टू चेंज द अर्थ लाइफ टू लाइफ डिवाइड अछेद्य बंधने जुगुत आत्मा आम दुईकर माँ श्रीरंग आत्मा कौन गोटे शरीर दीटा किंतु चेतना गोटे अछेद्य से कहते छेद नुहे आपण धरतु आपण घरे घर मुरबी आ घर मुरबी आनी माँ कौन सी कारण मत पार्थक्य आप दी जन कहला मुझे एग्जांपल देख बुझाए मत पार्थक्य है पिला स्कूल को जाइछन कॉलेज को जाइछन स्कूल ले पुनी रिसेस हबो पिला माने खाइबा मध्याह्न घर को आसीबे ना आसीबेनी आसंती पिला माने जेतोला आसिले जाई का को खाद्य मागिबे माँ को मागिले माँ कौन कला बाप माँ तो झगड़ा नागिचंती राग चरम सीमार पहुंची माँ को जेतोल मागिले माँ कहला जानतु बाप को मागिबू कहला कौन बापा को दिन खाइबा दियंती जेदी जुक्ति तर्क पिला अधिक कला ढाई चापड़े पकेला पिला कौन दोष हो गला से कांदिकी जाइए बापा पाखे कहला माँ को मागिनी खाइबा से मत बाड़ौची आपण खाइबा दियंतु बाप पुणी चापड़ी पकेला बाप तो निर्घात पहाड़ वाला ना सी गोटे चापड़ जगह दीटा पकेला से कार हेले पिला और तमें दी जन झगड़ा न कल पिलार दोष कौन है सावित्री से कथा कहते अछेद्य बंधन जुगुत आत्मा आम दुईकर यही कथा शिक्षा दौर सावित्री आमको आमे जदि घर करूँ छेद नुहे अछेद्य मु आम मैथमेटिकल पाठ पढ़ाए हाईस्कल मु अंक मास्टर मुझे इंग्राजी कहूँ कि अंक मास्टर हिसाब मु पिला प्रश्न पचारे दीटी समांतर सरलरेखा कोठी मीट करेंगे कोठी भेट हे पिला कहते आपण सारे भूल कथा कह आमको पुणी भूल कथा शिखौं ये दीटा समांतर सरलरेखा कमी मिलित हे ना सारे मिलित हे आप भूल कहते मुझे निश्चय मिलित हे सी मत माने जुक्ति कले कहले केमिति मिलित हे मुझे दे विल मीट एट इनफाइनाइट से माने कोठी एकाठी हे जोठी अनंतर एकाठी हे जोठी आम आखि पाइब नाही आम चेतना पाइब नाही आम भावना पाइब नाही ये मिलित हेबो बोली आमे जानि परिबा नाही किंतु या सत्य तेणु श्रीरंग से कथा कहते अछेद्य बंधने जुक्त आत्मा आम दुईकर एक ही कर्म गोटे कम करने आम पृथ्वी के आसती कौन से कथा तोड़ा एधरणी दिव्य भूमि अमर आलोके ये कहीं मरबे ना समस्त अमरत्व लाभ करेंगे तोड़े माने आम उठेबा पृथ्वी जाग्रत हम तोड़ा एधरणी दिव्य भूमि अदिव्य नुहे दिव्य संभावना श्रीरंग आम रखिंट दिव्य जीवन आम रखिंट दिव्य शरीर आम अच्छी एवं दिव्य चेतना आम भितर कार्यक्षम हे तेणु तोड़ा एधरणी दिव्य भूमि अमर आलोके मनीष किंतु विश्वास कर सत्य शरीर में खाद्य दरकार हेनी आ खाद्य दरकार ना आम कहीं चोरी करवा कहीं आम कहीं ब्लाकमेलिंग करके आरेस्ट हवा कहीं प्रकृति करना प्रकृति जुआड़े देखते सब आज आसला बेले राजू भाई जो जाइए आम घर पाखु से कहला आप रास्ता को जुआरी मुझे कि कंक्रीट रास्ता सड़क आम गाँव कंक्रीट सड़क पुणी जुआरे कौन ना जो 1 किलोमीटर कंक्रीट है मुझे ए वर्ष दुख आहरी बढ़ी गाड़ी जापरनी राति चोरी बेसी हम
तेणु से रास्तार आमको जो 10 मिनिट लगे कथा से 30 मिनिट लगे कौन से रास्ता कंक्रीट आम तो आगु से माटी झाटी माटी रास्ता थिला भल होता तेणु अछेद्य बंधन युक्त आत्मा आम दुईकर एक ही कर्मर लगी आम जीवन जन्म कौन से कथा तोलिबा ए धरणी दिव्य भूमि अमर आलोके मर्त्य प्राण करने को रूपांतर दिव्य जीवन रे सत्य एठी आनिबा को पृथ्वी पर आम आगमन सत्य अच्छी आम पाखे सत्य अच्छी कि सारे स्कूल रे शिखेले सत्य कुह आमे भी गीत बड़ कंठरे बोले सत्य कहवाक किए डरबी सत्य कही पचे मले मरबी ना सत्य कहवाक नुहे मिछ कहवाक किए डरबी मिछ कही आमेडमेंट हो जाइए मिछ कही पचे मले मरबी जीवन जाऊँ खाଇବା पीवा मिलूँ तुली तल पर शोचुंदी आ कौन मिछ कह कहीं तेणु आमे जे पर्यंत सत्य पथर जात्री हैना सत्य कहवा प्रयास करना चेष्टा करना अछेद्य बंधने हेले कद्य आत्मा आम दुईकर एक ही कर्मर लगी आम जीवन जन्म तोलिबा ए धरणी दिव्य भूमि अमर आलोके मर्त्य प्राण करने को रूपांतर दिव्य जीवन रे सत्य एठी आनिबा को पृथ्वी पर केमती सत्य आसीबो सेतिर गोटे छोटिया कहानी कहूँ छोटिया 2 मिनिटिका कहानी जोड़ा लिंक अच्छे आमर सावित्री सांगे गंगा नदी केते बड़ 4-5 किलोमीटर ओसार आप जानते गभीर पानी चिर सुनाव्या कहीं आजिकल बरफ तरड़ी पुणी आसूची पानी हो जाऊँगी आम बैतडी भाया सुखिले नुहे आम गाड़ खोलिकी जेसीबी गाड़ खोलिकी गाधौचु आ पानी ना नई बाली सब उठीगला आउ अतड़ा उपरको पानी उठार प्रश्न ही ना से कहानी एमती गंगा नदी में डंगा पार हो डंगार हाराहारी 100 लोक बसवा कथा किंतु 90 जन भाया लोक बसती 10टा सीट फांका अच्छी मैंने 10 जन आदि भरी हो पारे से डंगा छाड़देला कूलू हाफ किलोमीटर गलानी जड़े साधु कौन गेरुआ बसन पिंधिकी दंड चिमुटा धरिकी दौड़ दौड़ी ए भाई टे डंगा नाउरी भाई ए डंगाटा टे फेरा डंगाटा टे फेरा आउ डंगा जाकि से पाखु आसवा को 2 घंटा 3 घंटा चलो मोर कम हो पार नहीं आ डंगार तो फांका अच्छी टे फेरा सब लोक कहले साधु लोक कहते तेणु घिनि आण चलजे आ साधु चढ़ीगले डंगा जो कूल को फेरला साधु चढ़ीगले चढ़ी जो मझी नई डंगा पड़ा से डंगार कौन है उत्तर पाखर खंडे मेघ उठेला झलका झलका कि पानी पशिला जो पाखे पानी पशुची लोक मैंने आर पाक पलाऊँ से पाक पुणी अणई जाऊँगी पुणी पवन से पाखु पशुची ए पाक पलि जाऊँगी डंगा बुड़ीवा प्राय हो गला सब लोक कौन कले डंगी माने छोट डंगार छोट पानी बाहती जो से पानी बाहुंट किसी लोक आंजुला आंजुला कि पानी नदी पकाउछन्ति साधु को लक्ष्य कला जड़े लोक देखला साधु कौन कर समस्ते डंगारू पानी बाहर कर नदी की पकाउछन्ति साधु नईरू कमंडलू तो किसी जंत्र ना कमंडलू पानी आणिकी डंगार भरुछन् कमंडलू बुड़ी आनुछन् डंगार भर कहले लोकटा आनी साधु होगी असाधु कम कौन कर कि डंगार आम बुड़ीकी मरवा आम पानी उझाड़ुंट सी आणिकी पानी पुरोच साधु किंतु कारी कथा शुणुने जहाँ मेघ थमीगला पवन देलानी डंगा रक्षा होगा से कौन कले सब बुआ बुई कले साधु पुणी कले डंगार जो पानी थिला पूरे थी पुणी से आंजुला कमंडल लेखा नहीं नदी पकड़े नदी कारी कथा शुणुना लोक मैंने कहले एटा बद्ध पागल प्रकृति या नुआंती नहीं डंगा जो बुड़ूला सी पानी पौ ना बर्तमान मेघ छाड़गला माने लोक सुरक्षित रही पुणी कहीं पानी पूरी साधु मुह खोलिले कहले ओ भाऊ ओ साधु बाबा कहीं पानी बाहुच साधु से कहले गोटे कथा जहाँ आज विषय वस्तु मो आपण मन चयन कर श्रीअरविंदर दिव्य भविष्य कौन से कहले सबू जदि साधु कहले सबू जदि नियंत्रित तुम इच्छा मते मो इच्छा अनिच्छार जाए आसे के कहले हे बाबू माने जदि सीए रक्षा करुचंती जेतोले डंगा बुड़ीबा को भगवान चाहूले पवन माध्यम मु कौन करूनी तमें सब रक्षा पाया चेष्टा कर पानी डंगार वाड़ुल मु भगवान कार्य साहय करूनी भगवान कहते डंगा बुड़ू मु पानी आनी बुड़ौनी मु कमंडल लेखा आनिकी भगवान कार्य साहय कर नहीं जिते भगवान चाहिए आ डंगा बुड़ब नहीं डंगा सुरक्षित मुझे कार्य करमी डंगार जो पानी पूरी पुणी उद्धार कर डंगा बुड़ब नहीं कौन सबू जदि नियंत्रित जदि सबू नियंत्रित भगवान की इच्छा मते तम इच्छा मो इच्छार जाए से के आम चाहिए डंगा रक्षा कर ये हूँ आज अनुचिंता ये हूँ आज चेतना मनीष भगवान को चिंता सहित एक हेब मनीष भगवान को प्रतिध्वनि सहित जो एक होना मैन माइट बी ऑल नोइंग एंड ओमिन पेटेंट मनुष्य सर्वज्ञाता और सर्वशक्तिमंता हो पार Earth bodies shall be conscious of a soul.
Mortality's bonds have some unroot their bonds. Mere men into spiritual beings grow, and she awake the domed divinity. Intuitive beams shall touch the nature speaks. A revelation stir the nature's acts. The truth shall be the leader of their lives. The truth shall detect their thought and speech and act. Savitri Mahakabya 709 710 ସେ କଣ କହୁଛନ୍ତି ଭଗବାନଙ୍କର ଶ୍ରୀଅନ୍ଦ କଣ ଲେଖିଛନ୍ତି ଆମର ଏଇ ଯୋଉ ଶରୀର ଆମର ଏଇ ଯୋଉ ଜୀବନ ପାର୍ଥିବ ଶରୀର ସବୁ ଆତ୍ମା ପ୍ରତି ହେବେ ସଚେତନ ଆପଣ ମାନେ ଯେତେ ଦିନ ପର୍ଯ୍ୟନ୍ତ ଆତ୍ମା ସହିତ କଣ୍ଟାକ୍ଟ ରହିନାହିଁ ସେତେ ଦିନ ପର୍ଯ୍ୟନ୍ତ ଆମକୁ କଷ୍ଟ ଭୋଗିବାକୁ ପଡିବ ଯନ୍ତ୍ରଣା ଭୋଗିବାକୁ ପଡିବ ମୃତ୍ୟୁ ଭୋଗିବାକୁ ପଡିବ ନାନା ନିର୍ଯାତନା ସହିବାକୁ ପଡିବ ନାନା ରୋଗ ବୈରାଗ ଭୋଗିବାକୁ ପଡିବ କିନ୍ତୁ ଯେତେବେଳେ ଆପଣ ସଚେତନ ହେଇଯିବେ ଆର୍ଥସ ବଡିଜ୍ ସାଲ୍ ବି କନସିୟସ୍ ଅଫ୍ ଏ ସୋଲ୍ ପାର୍ଥିବ ଶରୀର ସବୁ ଆତ୍ମା ପ୍ରତି ହେବେ ସଚେତନ ମୃତ୍ୟୁର ସେତେବେଳେ ମୃତ୍ୟୁର କୀର୍ତ୍ତଦାସ ଖୋଲିଦେବେ ସବୁ ନିଜର ବନ୍ଧନ ମୃତ୍ୟୁର ଯମ ସାଙ୍ଗରେ ତାର ପାରିଷଦ ଆସନ୍ତି ନା ନାହିଁ ଆପଣଙ୍କୁ ଚମଦଉଡରେ ବାନ୍ଧିକି ନେବା ପାଇଁ ପାର୍ଥିବ ଶରୀର ସବୁ ଆତ୍ମା ପ୍ରତି ହେବେ ସଚେତନ ମୃତ୍ୟୁର କୀର୍ତ୍ତଦାସ ମାନେ ଖୋଲିଦେବେ ସବୁ ନିଜର ବନ୍ଧନ କହିଲେ ଯାଅ ଫ୍ରି ହେଇଗଲା ଆଜିଠୁ ଆଉ ମଣିଷ ମରିବନି ସାବିତ୍ରୀ କଣ କଲେ ଯମ ପାଖରୁ ଫେରି ଆଣିଲେ ନା ନାଇଁ ତାକୁ ପାର୍ଥିବ ଶରୀର ସବୁ ଆତ୍ମା ପ୍ରତି ହେବେ ସଚେତନ ମୃତ୍ୟୁର କୀର୍ତ୍ତଦାସ ମାନେ ଖୋଲିଦେବେ ସବୁ ନିଜର ବନ୍ଧନ ସାଧାରଣ ମଣିଷ ମାନେ ଆଧ୍ୟାତ୍ମିକ ସତ୍ତାରେ ହେବେ ବିକଶିତ ଏବଂ ସେମାନେ ଦେଖିବେ ମୁକ ଦେବତ୍ୱ ହୋଇବ ଜାଗ୍ରତ ଏକ ଅନ୍ତର୍ଜ୍ଞାନମୟ କିରଣମାଳା ଅପରା ପ୍ରକୃତିର ଶିଖରାବଳୀକୁ ସ୍ପର୍ଶ କରିବ ଏକ ଦିବ୍ୟ ପ୍ରକାଶ ପ୍ରକୃତିର ଗହ୍ୱରାବଳୀକୁ ସ୍ପନ୍ଦିତ କରିବ ସତ୍ୟ ହେବ ସେମାନଙ୍କ ଜୀବନର ନେତା ସତ୍ୟ ନିର୍ଦ୍ଦେଶିବ ତାଙ୍କ ବାକ୍ୟ କର୍ମ ଚିନ୍ତା ଏଇ କଥାଟି ବୁଝନ୍ତୁ ବୋଲି ସତ୍ୟ ହେବ ସେମାନଙ୍କ ଯୋଉମାନେ ରୂପାନ୍ତରିତ ହେବାକୁ ଚାହାନ୍ତି ଯୋଉମାନେ ଦିବ୍ୟ ଜୀବନ ଆଶାୟୀ ସତ୍ୟ ହେବ ସେମାନଙ୍କ ଜୀବନର ନେତା ସେଇମାନଙ୍କ ଜୀବନରେ ନେତା ହବ କିଏ ସତ୍ୟ ନିର୍ଦ୍ଦେଶିବ ତାଙ୍କ ବାକ୍ୟ କର୍ମ ଚିନ୍ତା ଆଗେ ଆପଣ ଚିନ୍ତାରେ ସତ୍ୟ କହିବେ ଆଗେ ବାକ୍ୟରେ ସତ୍ୟ କହିଲେ ଚଳିବନି କହିପାରିବେନି ଆଗେ ଚିନ୍ତା କରିବେ ମୁଁ କାଲିଠୁ ସତ୍ୟ କହିବି ବୁଝିଲା ଚିନ୍ତାରେ ସତ୍ୟ ନିର୍ଦ୍ଦେଶ ବାକ୍ୟ କର୍ମ ତାପରେ ବାକ୍ୟ କଥାରେ କହିବେ ମୁଁ ସତ୍ୟ କହିବି ତାପରେ କର୍ମରେ କରିକି ଦେଖେଇବେ ଆପଣ ସତ୍ୟ ହେଇଯିବେ ମୁଁ ଆଜି ଯୋଉ ଗୀତଟି ବୋଲିଲି ପ୍ରଥମେ କଣ ସେଥିରେ ଅଛି ଆଜି ଦିନଟି ମା ଶୁଭ ଦିନ ଶୁଭ ହେଉ ମୋର ଚିନ୍ତା ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ ତୁମ ପ୍ରତି କୃତଜ୍ଞତା ଭଗବାନ ପ୍ରତି ଆମେ ସବୁବେଳେ ଅକୃତଜ୍ଞ ହଁ କି ନା ମୁହୂର୍ତ୍ତେ ଯେପରି ଭୁଲି ମୁଁ ନ ଯାଏ ତୁମ ପ୍ରତି କୃତଜ୍ଞତା ମୋ ଆଚାର ବ୍ୟବହାର ମଧୁର ନୁହେଁ ସୁମଧୁର ହେଉ ଆମେ ତ ମଧୁର ଭିତରେ ଅଛୁ ମହୁ ଖାଇଦେଲେ ମିଠା ଆଚାର ବ୍ୟବହାର ସୁମଧୁର ହେଉ ସତ୍ୟ ହେଉ ମୋର କଥା ଚାଲି ଚଳଣୀରେ ସରଳତା ରହୁ ଅନ୍ତରରେ କଣ ଲେଖା ହେଇଛି ସେକରରେ ନୀରବତା ମୋ ଅନ୍ତରକୁ ହେ ଭଗବାନ ହେ ମା ତମେ ସବୁବେଳେ ନୀରବ କରିଦିଅ ମୋ ଚାଲି ଚଳନରେ ଭାବ ଭଙ୍ଗୀରେ ଆଚାର ବ୍ୟବହାରରେ କଥାବାର୍ତ୍ତାରେ ସରଳତା ରହୁ ଜଟିଳତା ନୁହେଁ କିନ୍ତୁ ଆମେ ସବୁ ଜଟିଳ ନା ନୁହେଁ ମଣିଷ ଏତେ ଜଟିଳ ସେ ବୁଡେଇକି ମାରିଦବ ଧୂଳିରେ ବୁଡେଇକି ମାରିଦବ ପାଣି କଥା ଦୂରେ ଗଲାଣି ଅନ୍ତରରେ ନୀରବତା ଏ ନୟନ ଦୁଇ ଏ ଆଖି କଣ କରୁ ଏ ନୟନ ଦୁଇ ଚାହିଁ ଥାଉ ରହି ପାଇବାକୁ ତୁମ ଦେଖା ଭଗବାନଙ୍କ ଦେଖା ମୁଁ ପାଏ ଯୁଆଡେ ମୁଁ ଯାଉଛି ଯୋଉଠି ଅଛି ଯୁଆଡେ ଯାଉଛି ଯାହା ମୁଁ କରୁଛି ମନେ ପଡୁ ତାଙ୍କ କଥା ମନେ ପଡୁଛି ମଲା ମୁଁ ଅଛି ତ ବାପର ନା ଆଉ ସିଏ କିଏ ମୋ ମନେ ପଡୁ ତାଙ୍କ କଥା ଯାହା ମୁଁ ହେଇଛି ଆଜି ଯେତେ ବାଟ ପର୍ଯ୍ୟନ୍ତ ମୁଁ ହେଇଛି ଏଇ ନାଣ୍ଡୁନା ବହିଛନ୍ତି ମୁଁ ତାଙ୍କ ବନ୍ଧୁ ଘରକୁ ଯାଇଥିଲି ଦିଦିର ଧମନଗର ଗଲି ଏଠି 28 ଗୋଟେ ଆଉ ଏଟା କଣ 25ରେ ଯୋଉଦିନ ଷ୍ଟ୍ରାଇକ୍ ଥିଲା 28 ସିଏ ପୁଣି ମତେ କହିଥିଲେ ଆମ ଘରେ ପାଠଚକ୍ର କରିବୁ ଆପଣ ମାସରେ 2-4 ଥର ଆସନ୍ତୁ ମୁଁ କହିନି ବା ଗନି ତମ ସେଠି ମୂଳ ଉତ୍ସକୁ ଯାଉଛି ବା ଏଠି ପାଠଚକ୍ରକୁ ଆଉ ପୁଣି ଏଠିକି ଆସିପାରିବି ଟାଇମ ମତେ ହବ ହଉ ଛାଡନ୍ତୁ ସେ କଥା ତେଣୁ ଆମେ ସବୁବେଳେ ସଚେତନ ହବା ଭଗବାନ କାର୍ଯ୍ୟ କରିବା ନେଚର ସାଲ୍ ଲିଭ୍ ଟୁ ମ୍ୟାନିଫେଷ୍ଟ ସିକ୍ରେଟ ଗଡ ପ୍ରକୃତିକୁ ଆମେ କହୁଛୁ ଆମ ଦ୍ୱାରା ଏ କାର୍ଯ୍ୟ ହେଇପାରିବନି କାହିଁକି ହେଇପାରିବନି ସୂର୍ଯ୍ୟ କୋଉ ଦିନ କହିଲାଣି କି ମୁଁ ଆଉ କିରଣ ଦେଇପାରିବିନି ଚନ୍ଦ୍ର କୋଉ ଦିନ କହିଲାଣି ମୁଁ ଆଉ ଶୀତଳ କିରଣ ଦେଇପାରିବିନି ପବନ କୋଉ ଦିନ କହିଲାଣି ମୁଁ ଆଉ ବହିବି ନାହିଁ ମୃତ୍ତିକା କୋଉ ଦିନ କହିଲାଣି ମୁଁ ଏଇଠି ଆମ୍ବ ଫଳିନି ଏଠି ଆମ୍ବଟା ଫଳେଇ ପାରିବିନି କହିଲାଣି ଏଠି ମିଠା ଗଛଟା ଫଳେଇନି ସେଠି ଖଟା ଗଛଟା ସେଇ ପାଖରେ କେମିତି ଫଳେଇ କହିଲାଣି ଆମେ କାହିଁକି ଠକି ପଡୁଛୁ ପ୍ରକୃତରେ ଆମ ଚେତନାଟା ସେତେ ସମ୍ପ୍ରସାରିତ ହେଇନାହିଁ ଏବଂ ନେଚର ତେଣୁ ପ୍ରକୃତିକୁ ଜୀବନ ଧାରଣ କରିବାକୁ ହେବ ଗୁପ୍ତ ଭଗବାନଙ୍କୁ ବ୍ୟକ୍ତ କରିବା ନିମିତ୍ତ ଦ ସ୍ପିରିଟ ସାଲ୍ ଟେକ୍ ଅଫ୍ ଦ ହ୍ୟୁମାନ ପ୍ଲେ
दिस अर्थ लाइफ बिकेम द लाइफ डिवाइन प्रकृति तार जीवन जापन कर गुप्त भगवान को व्यक्त करने निमित्त चिन्मयी पुरुष ही मानुष लीलार भार ग्रहण करेंगे निश्चित यही पार्थिव जीवन हो उठिब दिव्य जीवन अवश्य गोटे सुंदर लाइन 4 लाइन श्रीअरविंद लिखिं भविष्य मानव समाज दैनंदिन आमको सुख दि जाऊँ दुख दि जाऊँ हाथ टेकिले आपण किए दुख भोगी ना भोगी सुख सुख भोगी दुख भोगी उभय भोगी किंतु श्रीअरविंद कहते आम सुख दुख भगवान तुमको सबुदिन दौरान आपण कहे कहीं मोर तो मन पड़ने कौ दिन सुख आ भर अच्छी सावित्री से कथा श्रीअरविंद कहते ए लिटिल पेज हूँ 451 ए लिटिल ब्लिस इज लेंट दी फ्रॉम एबव ए टच डिवाइन अपॉन thy human days make of thy daily way pilgrimage for through small joys and gifts thou movest towards God दिया जाइछि तुमको ऊर्ध्वरु आपण ऊपर किए अछंती भगवान अछंती दिया जाइछि तुमको ऊर्ध्वरु एक क्षुद्र अल्पकिया छोट आनंदर उत्स टिके तुमको दिया जाइछि सुख दिया जाइछि दुख दिया जाइछि कोठी सेटा ना मानवीय दिन मानकर आपण जो मनुष्य होइकी जन्म होइछंती मानवीय दिन मानकर ताहा तुम पाई भगवान को स्पर्श करछंती ना आपण भगवान को देखा पाउन स्पर्श करिम केतोळे ध्रुव छोटिया पिला 5-7 वर्षर पिला उत्तान पाद ता बापा कोले जाई बसिला सानो मा सुनुची तांकर दी राणी सानो मा कोन कला मारी की ताकू कोळू उठेई देला कहला जा मो पु एठी बसिबो ये कोळ तो पाई होई ये जाई कांडी ता मा पाखरे पहुंचला ध्रुव ता मा ताकू बीज मंत्र देला ता मा ताकू कहला मा मो बापा कोळे बसिबी मते कह कि मते बापा कोळे बसैबो ता मा ताकू कहला केवल हरि तते बापा कोळे बसै परिबो तू हरि ना हरि कोठी अछंती ना ये हरि सबडे अछंती विशेष तू जंगल को चलला हरि की खोजिबो निराळे खोजिबो जंगल को गरा व्याघ्र आइला ताकू खाइया पाई ये कौन कला व्याघ्र को पहला सब रूप भगवान अछंती ये व्याघ्र को हरि बोली कहि कुंढेइला व्याघ्र खाइदिबो ताकू व्याघ्र तार पळेला भगवान पठेइथिले पुणी तापरे विराट अजगर पाठी मेला करके आइला त खाइयो गेली दउ गोटा ये हरि बोली कहि कुंढेइला से तो अवसर गला जेतेबेले भगवान को दर्शन पाइला तार आ भगवान कहले काहे मते डाकतलु कोन पई डाकतलु कथाटा कह यार आ मन नाही बापा कोळे बसिबो बोली भगवान ताऊ कोळे बसैले आ बापा कोळे थौ तो कोटी कोटी जुगर भलो कोळ पाई गला आ कोन दरकार प्रकृति से कथाटी कहउचंती ए लिटिल ब्लिस इज लेंट दी फ्रॉम अबव ए टच डिवाइन अपॉन thy human days मानवीय दिन मानकरे ताहा तुम पई भागवत स्पर्श प्रत्येक मार्ग को आमे जेतोळे तीर्थ दर्शन करू सफिशिएंट पैसा थाए एटीएम कार्ड नहीं थंती किछि पैसा नहीं थांती जेतोळे जांती आपण तीर्थ दर्शन करंती किछि अभाव पड़ने एटीएम रे पैसा उठी दियंती तेणु से कुआ हैछि प्रत्येक मार्ग तुम कर तीर्थ यात्रा कारण छोट छोट सुख आ दुख मध्य देई परपरा प्रभुंक निकटे तुमे यात्रा व्यस्त हुंतरी सब एठी जीवार किछि आवश्यक नाही आपण माने निज जगह बसतु जा इवेंट है से दी जन नहीं कि ताकू माने पानी फानी देलेनी आ व्यस्त करदे मांगर गोटे बाणी आमे ठीक सुनिबा बसंत द मैनिफेस्टेशन ऑफ द सुप्रामेंटल ऑफ एन अर्थ इज नॉट मोर ए प्रोमिस बट ए लिविंग फैक्ट ए रियलिटी इट इज वर्क एट हियर एंड वन डे विल कम व्हेन द मोस्ट ब्लाइंड द मोस्ट अनकॉन्शियस even the most unwilling shall be obliged to recognize it पृथ्वी पृष्ठ रे अति मानसर अभिव्यक्ति जो कथा अजय भाई टिकिया गुरु कहउतले आपण पृथ्वी पृष्ठ रे आपण चाहंतु कि न चाहंतु अति मानव सृष्टि बा ध्रुव सत्य पृथ्वी पृष्ठ रे अति मानसर अभिव्यक्ति आउ एक प्रतिश्रुति हेई नाही कथारे से खाली नाही किंतु वर्तमान यह एक वास्तव सत्य रे परिणत होईछि यह वर्तमान एठारे सक्रिय होईछि एवं एपरि एक दिन आसीबो जेतेबेले अत्यंत अंध अत्यंत अचेतन एपरि को अत्यंत अनिच्छुक व्यक्ति मध्य याकु स्वीकार करबा को बाध्य है मांकर गोटे बाणी श्रीअरविंद कथा को मां व्याख्या करथुना आमे सेही बाणीटी जानिले जानि परिबा अति मानव विषय रे श्रीअरविंद कहउचंती मां ताको व्याख्या करछंती श्रीअरविंद बिलीव्स दैट
द इभोल्यूशन विल नॉट स्टॉप विथ मैन। एठी बुझंदो मनुष्य कोन हो भविष्य श्री अरविंद मनुष्यर भवितव्य कोन हो। श्री अरविंद बिलीव्स दैट मा कहउछंती श्री अरविंद बिलीव्स दैट द इभोल्यूशन विल नॉट स्टॉप विथ मैन। श्री अरविंद कहउछंती विवर्तनवाद मनुष्य पाखरे अटकी जीव नाही। ये गोटे मध्यवर्ती अवस्था। मैन इज ए ट्रांजिशनल बीइंग बोली श्री अरविंद को भाषा रे मनुष्य एक मध्यवर्ती कालीन जीव। It will go further to the next stage, what is called Superman, and from Superman to supramental being। ये बाणी समस्त पाठचक्र मेंबर मानक खातारे रहिबो एवं दैनंदिन पढ़िया दरकार। श्री अरविंद विश्वास करती जे विवर्तनवाद मनुष्य पाखरे अटकी जीव नाही। यह आहुरी आहुरी आगको गति करी अति मानव सृष्टि करिवो एवं अति मानवरू अति मानस सत्ता सृष्टि हबो। ये दीटा आम माँ लोक हेले पाठचक्र 25 वर्षर पाठचक्र बसले आम जाणु अति मानव कौन अति मानस सत्ता कौन। जो माने वर्तमान विवर्तनवाद एनिमालिटी प्रक्रिया एनिमालिटी प्रक्रिया मनुष्य होउचंती सृष्टि होउचंती एमाने एठी तांकर विवर्तन अटकी जीव नाही। स्पोंटानियस भाव रे स्वतःस्फूर्त भाव रे जेतेबेले मनुष्य दियरु आ मनुष्य भितर आउ गोटे नुआ मनुष्य सृष्टि हम से अतिमान सत्ता। से कथा को श्रीरंद कहते विवर्तनवाद रे मैन इज ए ट्रांजिशनल बीइंग। विवर्तनवाद रे मनुष्यरू अति मानव सृष्टि हेबो एवं अति मानसरू अति मानस सत्ता सृष्टि हेबो। एई कथाटी अति मानस सत्ता कोन अति मानव कोन मा एग्जांपल ले बुझेइछन। आपण तो बुझिबा दरकार नन किछि भी बुझि परिबेनी। मा कहउछंती आपण कदली गछ तुम बाड़ी रे अच्छी ना देखीच ना ना हाँ मु कदली जड़े साधक को कहले मु कदली गछ देखी ना कदली गछ तुम बाड़ी रे जो पकेब वर्षे खंड कि 6 मास खंड गले से 2-3 टा पुआ दब तापर कौन हम कदली मूल गचरे माँ गचरे कदली आसव तुम कौन कारण दरकार पड़ा से जगार कदली रखा नहीं सेठू रुट आउट करदे उठेदेवा अन्य जगह उठेदेवा तुम कौन कल जंत्र नहीं गल टांगिया नेल कटा नेल से गच माटी सीधार पोचिकी माँ गच पुआ को काटिदेला माँ से कौन कला आउ तुम सियाड़े ध्यान देन पुणी माँ कहते तुम मसे पर कि 2 मास पर कि 3 मास पर देख तुम सियाड़े दृष्टि जाइन कि देखिन सी पुणी आंठी आंठी उचा है पुणी तुम पोछी काटिदेल सी पुणी है एमती कौन से कदली गछ कौन थे पकईच मैंने सी कौन रुट आउट हो पार ना कौन कले रुट आउट हम माँ कहते तमें जदि ता कंद तार मूल जो थाए 5 फुट 3 फुट गहिर अच्छी ताकू बाहर करके खरार सुखेब ताले से गछ हेटू रुट आउट हो। माँ से कथा कहते थे अति मानस सबस्टांस रे अति मानव सृष्टि हो गले ताकू रुट आउट करवा संभव नुहे एवं सेई अति मानव रू बाय द नो एनिमालिटी प्रोसेस एनिमालिटी प्रक्रिया द्वारा जो मनुष्य सृष्टि होउची से प्रक्रिया द्वारा नुहे कौन हम मनुष्य इच्छा रे विल पावर रे कौन हम अति मानस सत्ता सृष्टि हो। ये कथा आम पुरातन शास्त्र रे अछि। पुरातन शास्त्र माने पूर्व काल रे आम मुनि ऋषि माने जेतेबेले तांकर यज्ञ करूथुले बा किछि गोटे जाग यज्ञ कार्य आश्रम रे करूथुले से आश्रम नडिया गछ सब अछि सेतोले चमार डाकी नडिया पारिबा नडिया ये व्यवस्था से नथिला कहीं ना चिंता चेतना धारा अलग थिला। ऋषि जाउथुले से नडिया गछ पाखरे गछ को प्रेयर करथुले कहले हे नारिकेल गछ मु चाहूची मोर 20टी नडिया दरकार पैड नडिया कि 20टी दरकार आपण दया करी टिके नई आसंतु मु यथार्थ मोर नडिया नहीं गले आपण पुनी यथास्थान को चलिए एवं गछ ए प्रेयर को ग्रहण करे एवं से नई आसे ये 20टी नडिया कौन करती तोलती गछ तार उठी जाए। आजिर मनुष्य जदि प्रेयर करे कौन से कारण जदि नडिया गछ नईला से गछ 20टा प्रेयर करथिला ना गछरे जेते कसी बड़ पैड नडिया सब थिबो सब 50-100 पारे पारिया ये हूँ आजिर मानविकता ये हूँ आजिर चिंता चेतना। श्वेत क्षेत्र उपनिषद गोटे कथा अच्छी कहले वेदाहमे तं पुरुष महंतं आदित्य वर्णं तमस परस्तात् त्वमेव आदित्यातिमुत्तमेति नान्य पंथा विद्यते अयनाय। वेदाहमे तं पुरुष महंतं से महान पुरुष किए चैत्य वा आत्मा जी अंधकार आडवाल नांती सूर्य किरण जेते प्रखर हेले मेघ ढकौची ना ढकौनी आदित्य वर्णं तमस परस्तात् जी सूर्य भाया वर्ण प्रज्वल आदित्य वर्णं तमस परस्तात् त्वमेव विदित्य अतिमृत्युमेति अर्थात
आत्मा को न जानिले आउ उपाय किछि नाही मनीष मरिबाटा ध्रुव सत्य जेतेबेले आत्मा सहित कनेक्शन हबो आत्मा सहित सचेतन हबो तेबे मनीष कोन हे जिवो दिव्य जीवन रे रूपांतरित हेबो अति मानव सृष्टि हेबो शेष कथाटा कहूची कोन he comes unseen in your darker parts and curtained by the darkness does his works a subtly and all knowing guest and guide till they to feel the need and will to change all here must learn to obey higher our bodies cells must hold the immortal supply अदृश्य भावे से उत्तरी आसती अंधकार अंश मध्य आमरी अंधकार उहाड़े रही से परिचालती कार्य तांकरी से अटंती सूक्ष्म सर्वज्ञ अतिथि एवं पथ प्रदर्शक जे पर्यंत समस्ते अनुभव करना परिवर्तन प्रयोजन और संकल्प ये संकल्प दरकार समस्त को एठारे शिखिबाकू हेबो एक ऊर्ध्वतर विधान अनुगत हेबा दीक्षा आम शरीर प्रत्येकटी कोष धारण करिवो अमृतर अग्निशिखा आम शरीर अमृतमय हो आमे समस्त दिव्य मनुष्य हो दिव्य भविष्य अपेक्षा कर रही दिव्य शरीर स्वरूप वर्णनाटा रहा आउ देखा के वंदे मातरम धन्यवाद भाई आपण मंत्रमुग्ध कर देखिए ମୁଁ ଦେଖୁଥିଲି କଥା ହଉଥିଲେ ଶ୍ରୋତାମାନେ କଥା ହଉଥିଲେ ବଢିଆ ଲାଗୁଛି ବହୁତ ବଢିଆ କହିଛନ୍ତି କିନ୍ତୁ ସମୟ ସୀମିତ ଆମର ଅତିଥି ଅଛନ୍ତି ଆଉ ସେଇ ଦିବ୍ୟ ଭବିଷ୍ୟତ ଏକ ସୁନିଶ୍ଚିତ ଭବିଷ୍ୟତ କାରଣ ଏ ଭବିଷ୍ୟତବାଣୀ କୋଉ ସାଧୁର ନୁହେଁ ସନ୍ଥର ନୁହେଁ କି ମହାପୁରୁଷ ନୁହେଁ ସ୍ୱୟଂ ଭଗବାନଙ୍କର ଶ୍ରୀ ଅର୍ଜୁନଙ୍କର ଶ୍ରୀମାନଙ୍କର ଏକ ସୁନିଶ୍ଚିତ ଭବିଷ୍ୟତ ଯାହାର ବର୍ତ୍ତମାନରେ এই সেই অতিমানসর ধন এই বর্তমান গর্ভরে বড়ুছি ଆଉ ଏ ଜଗତ ହବ ଦିବ୍ୟ ଜଗତ ଏ ମାନବ ହବ ଦିବ୍ୟ ମାନବ ଏ ଧରା ହବ ସ୍ୱର୍ଗ ତେଣୁ ସେ ହୋଇ ଉଠିବା ଆମେ ନିଶ୍ଚିତ ରୂପେ ସେଇ ତାଙ୍କର ସ୍ୱପ୍ନକୁ ସାକାର କରିବା ନିଜେ ହୋଇ ଉଠିବା ସେଇ ହୋଇ ଉଠିବା କ୍ରମରେ ଆମକୁ ଗ୍ରହଣରେ ଅଛନ୍ତି ମୁଁ ଆଉ ଥରେ ପରିଚିତ କରିଦେବି ଯାହା ହଉ ଆମର ଅନୁରୋଧ ରକ୍ଷା କରି ଆମ ଗହଣରେ ସୁଭାଷ ଭାଇ ମଧ୍ୟ ଉପସ୍ଥିତ ଅଛନ୍ତି ଆପଣମାନେ ଯାହାକୁ ଟିଭିରେ ଦେଖିଥିବେ ୟୁଟ୍ୟୁବରେ ଦେଖିଥିବେ ଯାହାଙ୍କର କଥା ବହୁତ ହୃଦୟ ସ୍ପର୍ଶୀ ସାବିତ୍ରୀ ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ତାକୁ ମୁଁ ସାର୍ ମାନେ ସୁଭାଷ ଡକ୍ଟର ଇଞ୍ଜିନିୟର ସୁଭାଷ ଭାଇଙ୍କୁ ମୁଁ ପରବର୍ତ୍ତୀ ପର୍ଯ୍ୟାୟ ଦେବି ତାଙ୍କ ବିଷୟରେ କହିବି ମଧ୍ୟ ମୁଁ ବର୍ତ୍ତମାନ ନିବେଦନ କରିବି ବିନୋଦ ଭାଇ ଲକ୍ଷ୍ମୀପୁର ଆଶ୍ରମର से जे आवाहक बहुत संघर्ष भितर मुझे देखी संघर्ष पढ़ी से संघर्ष कहानी को देखी केमी से आश्रम रिलीक्स प्रतिष्ठा कर जो अपा थे नहांती अवर्तमान केमी से भय आस अवर्तमान केमी से परिचालन कर दक्ष कर्मी भाव में आप देखुवे ही इज फिट एंड फाइन ही इज यंग एवर एनर्जेटिक सब बेले से कर्म तत्पर जोग हूँ कर्म वर्क आज वर्शिप नॉट वर्क इज वर्शिप ही वर्क आज वर्शिप विनोद भाई समस्त को प्रणाम वंदे मातरम आमे समस्त गोटे नुआ पथरे बसचंती मु प्रकृत किसी कहवाक आसी ना आपण मान पाखु शुणा आसी तथापि आम गोटे जिते आलोचना प्रसंग को आसुँच आपण मानक मु पचारुची गोटे कथा आम कहीपर कि 2 दिन केते प्राय समस्ते पाठ पढ़ी समस्ते उत्तर देवे कहले के 2 दिन केते 4 ना 5 ना 7 ना 10 केते 2 दिन 4 ठीक है ना भूल है 2 दिन 4 परिवर्ते हमें जहाँ लिखा या तो तेणु 2 दिन 4 परिवर्ते जी 10 कि 4 कि 8 कि 10 जहाँ लिखी 4 की छाड़ी से पिला नंबर पाइब पास कर फेल हम ना हम ना ठीक से आम समस्ते पूर्ण जोग करुचु धर्म धारणा छाड़ीचु आध्यात्मिक जीवन बंचीचु किंतु आम आज दुख अच्छु रोग अच्छी मृत्यु अच्छी असुविधा अच्छु समस्या अच्छु किए ना भाई कहीं
ଯେମିତି 2 2 4 ନ ଲେଖିଲେ ଆମେ ସମସ୍ତେ ଫେଲ୍, ଆଜି ସେମିତି ଆମ ଜୀବନ ବଞ୍ଚିବାରେ ଆମେ ସମସ୍ତେ ଫେଲ୍। କେମିତି ନା ଯୋଉ ଲକ୍ଷ୍ୟ ନେଇ ଆମେ ଜନ୍ମ ନେଇଛୁ ସେଇ ଲକ୍ଷ୍ୟରେ ଆମେ ଯାତ୍ରା କରୁନାହୁଁ। ଲକ୍ଷ୍ୟରେ ଗଲେ ସୁଖ ଶାନ୍ତି ଆନନ୍ଦ ମିଳେ, ଲକ୍ଷ୍ୟ ବାହାରେ ଗଲେ ଦୁଃଖ ନିରାନନ୍ଦ ମିଳେ। ତେଣୁ ଆମେ ନିଜକୁ ନିଜେ ବୁଝି ଦେଖିବା ଯେ ଆମେ ସୁଖରେ ଅଛୁ ନା ଦୁଃଖରେ ଅଛୁ। ଯଦି ଦୁଃଖରେ ଅଛୁ ରାସ୍ତାରେ ଅଛୁ ନା ରାସ୍ତା କଡ଼ରେ ଅଛୁ। ଦେଖନ୍ତୁ ଭାଇ ଭଉଣୀ ମାନେ, ରାସ୍ତା ମାତ୍ର ଗୋଟିଏ, ଲକ୍ଷ୍ୟ ଗୋଟିଏ, ଜୀବନ ଗୋଟିଏ, କିନ୍ତୁ ଯାତ୍ରା ଅନେକ ହେଉଛି। ଯେମିତି କଥାଟି ମୁଁ ପ୍ରଥମରୁ ଆପଣମାନଙ୍କୁ କହିଲି, 2 2 4 କହିବାରେ ଠିକ ଅଛି, ତା ବାଦ ସବୁ ଗୁଡ଼ିକ ହିଁ ଭୁଲ। ତେଣୁ ଆପଣ ଯୋଉ ରାସ୍ତାରେ ଆସୁଛନ୍ତି ସେଇ ରାସ୍ତାରୁ ବାହାରକୁ ଚାଲିଗଲେ ସବୁ ଭୁଲ। ଭୁଲ ସଂଖ୍ୟା କେତେ, ଠିକ ସଂଖ୍ୟା କେତେ? ଭୁଲର କିଛି ସୀମା ନାହିଁ, ଅସୀମ। ଠିକର କିନ୍ତୁ ଗୋଟିଏ ମାତ୍ର ରାସ୍ତା। ସେ ଠିକ ରାସ୍ତାଟା ପ୍ରଭୁ ମା ବହିର 3ୟ ଅଧ୍ୟାୟରେ ଲେଖୁଛନ୍ତି। ମନେ ରଖ, ଭଗବତ କର୍ମ ଭଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହେଇଛି, ଆଉ କିଛି ଆକାଂକ୍ଷା କର ନାହିଁ। ଭାଇ ଭଉଣୀ ମାନେ କହିଲେ, ଦୀର୍ଘ 25 ବର୍ଷର ଏହି ଅନୁଷ୍ଠାନ, ଆମେ ମାନେ ଏଠି ବସିଛୁ 50 ବର୍ଷର ଭକ୍ତ। ଶ୍ରୀ ଅରବିନ୍ଦ ମାଙ୍କୁ ଜାଣିଛୁ, ବୁଝିଛୁ। କଣ ଜାଣିଛୁ, କଣ ବୁଝିଛୁ, ଆପଣ ମାନେ ନିଜକୁ ନିଜେ କଷଟି ପଥରରେ ସୁନା କଷିଲା ଭଳି ଆପଣ ନିଜକୁ ନିଜେ ପଚାରି ଦେଖନ୍ତୁ, ଆମେ କୋଉ ରାସ୍ତାରେ ଅଛୁ। ଯଦି ବି କେହି ଦୁଃଖରେ ଅଛି, ସିଏ ସେଇ ରାସ୍ତାରେ ନାହିଁ, ଠିକ ଉତ୍ତର ଦଉନାହିଁ। 2 2 4 ନ କହି ଯାହା କହିଲେ ଯେ ଦଣ୍ଡ ପାଉଛି, ଫେଲ ହଉଛି, ଚାକିରି ପାଉନାହିଁ, ଘରେ ବସି ଯାଉଛି, ଆମେ ସେଇଭଳି ଜଣେ ଜଣେ ଭକ୍ତ, ସେଇଭଳି ଜଣେ ଜଣେ ଭଗବତ ଅଭିଷୁ। ଆମେ ସବୁବେଳେ ଲକ୍ଷ୍ୟର କଥା କହୁଛୁ, ଜୀବନରେ ଅଲକ୍ଷ୍ୟରେ ଜୀବନ ବଞ୍ଚୁଛୁ। ଏଇଟା ହଉଛି ଆମ ଜୀବନର ସମସ୍ୟା, ଏଇଟା ହଉଛି ଆମ ଜୀବନର ଦୁଃଖ। ଯେତେବେଳେ ଆମେ ଅତିମାଂସ କଥା ବୁଝୁଛି, ଶ୍ରୀ ଅରବିନ୍ଦଙ୍କ ଯୋଗ ଆମେ କରିବା ବା ଆମେ ପୂର୍ଣ୍ଣ ଯୋଗର ବୋଲି କହୁଛୁ, ଆମର ଗୋଟେ ଭଲ ସ୍ଲୋଗାନ ରହୁଛି, ସବୁ ଯୋଗର ଶେଷରେ ପୂର୍ଣ୍ଣ ଯୋଗ ଆରମ୍ଭ। ଭାଇ ଭଉଣୀ ମାନେ କହିଲେ, ଯୋଗ ସରିଲା ପରେ ଆରମ୍ଭ ହବ ନା ମଝିରେ ହବ? ଆପଣ ମାନେ ଆମେ ଯେତେ ଜଣ ଏଠି ସବୁ ଅଛନ୍ତି, ମୁଁ କହୁଛି ବୋଲି ଆପଣ ଭାବିବେ ନାହିଁ, କାରଣ ଆପଣ ମାନେ ମୋ ଠାରୁ ବେଶୀ ଜାଣିଛନ୍ତି। ଯେହେତୁ ମତେ ଗୋଟେ ସୁଯୋଗ ଦିଆଗଲା, ମୁଁ ଆସି ଆପଣଙ୍କ ପାଖରେ ଛିଡା ହେବାର କହିବାର ଗୋଟେ ସୁଯୋଗ ପାଇଛି, କିନ୍ତୁ ଆପଣ ମାନଙ୍କ ଠାରୁ ମୁଁ କିଛି ବି ଜାଣିନି। ଆପଣ ମାନେ ମୋ ଠାରୁ ବହୁତ ବହୁତ ଜାଣିଛନ୍ତି, ଜାଣିବାରେ କେହି କମ ନୁହନ୍ତି। ତେଣୁ ଆମେ କେମିତି ବୁଝିବା ଜୀବନକୁ, ଆମେ କଣ କରିବା, ଏଇଟା ହଉଛି ଆମ ଜୀବନର ଅସଲ କଥା। ଦେଖନ୍ତୁ ଭାଇ ଭଉଣୀ ମାନେ, ଆମେ ପ୍ରଥମେ ମଣିଷ ହେଲେ ତ କଥା ହବ। ଆମେ ସମସ୍ତେ ମଣିଷ କି? ପୂର୍ଣ୍ଣ ଯୋଗ ଯେତେବେଳେ ଆରମ୍ଭ କରିବାକୁ ହେଲେ ଆମକୁ କଣ କରିବାକୁ ପଡିବ? ଆପଣ ମାନେ ସମସ୍ତେ ପାଠ ପଢୁଛନ୍ତି। ପ୍ରଥମରୁ ତ ପ୍ରାୟ +2 ପର୍ଯ୍ୟନ୍ତ ବ୍ୟାକ୍ ପେପର ନାହିଁ, ଅଛି କି ନାହିଁ ମୁଁ ବି ଜାଣିନି, କାରଣ ମୋର ପାଠ ପଢା ବି ସେତିକି ନାହିଁ। କିନ୍ତୁ +3 ପିଲାମାନଙ୍କ ପାଖରୁ ଶୁଣି ଯେ ବ୍ୟାକ୍ ପେପର ଲାଗୁଛି। ଯଦି +3 ଫାର୍ଷ୍ଟ ଇୟରରେ ସିଏ +3 ଏବେ ତ କଣ 4 ବର୍ଷ ହେଇଗଲାଣି, 20 ବର୍ଷରୁ 4 ବର୍ଷ ହେଇଯାଇଛି। ଗୋଟେ କିଏ ପିଲା କହିଲା ଏ ବର୍ଷ +3 ଆଉ ନା, ଏଟା +4 ହେଇଗଲାଣି, 4 ବର୍ଷ ପଢିବାକୁ ପଡିବ ବିଏଟା, ଯାହା ବି ହଉ। ମୁଁ ସେ କଥା କହିବାକୁ ଚାହୁଁନାହିଁ। କଥା ହଉଛି, ଆପଣ ଫାର୍ଷ୍ଟ ଇୟରରେ ଯଦି କୌଣସି ସବଜେକ୍ଟରେ ଫେଲ ହେଲେ, ସେଟା ବ୍ୟାକ୍ ପେପର ଲାଗୁଛି। ଆସନ୍ତା କିନ୍ତୁ ପାସ୍ କରିଗଲେ, ଫାର୍ଷ୍ଟ ଇୟରରୁ ସେକେଣ୍ଡ ଇୟରରେ ବସିବେ, କିନ୍ତୁ ବ୍ୟାକ୍ ପେପର ଦେବାକୁ ପଡିବ। 4 ବର୍ଷ ଯାକ ପାଠ ପଢିଲେ ମଧ୍ୟ ବ୍ୟାକ୍ ପେପର କ୍ଲିୟର କରିବାକୁ ପଡେ। ଭାଇ ଭଉଣୀ ମାନେ, ଆମେ ଯୋଉମାନେ ସମସ୍ତେ ବସିଛନ୍ତି ପୂର୍ଣ୍ଣ ଯୋଗ କରୁଛନ୍ତି, କିନ୍ତୁ ସେ ପୁରାତନର ବ୍ୟାକ୍ ପେପର ଆମର ସମସ୍ତଙ୍କୁ ଲାଗିଛି। ଆମେ ଏତିକି ବୁଝିନାହୁଁ। ଆମେ ଗୋଟେ ଖୁସିରେ ବୁଲି ଯାଉଛୁ, ଆମେ ପୂର୍ଣ୍ଣ ଯୋଗ କରୁଛୁ। ଆରେ ପୁରାତନ ଯୋଗ ସମସ୍ତଙ୍କର ବ୍ୟାକ୍ ପେପର ଲାଗିଛି, ଆପଣଙ୍କର କାହାର ଲାଗିନଥିବ ମୁଁ ଜାଣିନାହିଁ। ଯାହା ନ ଲାଗି ସେ ପୂର୍ଣ୍ଣ ଯୋଗ କରିପାରିବେ। କିନ୍ତୁ ପୂର୍ଣ୍ଣ ଯୋଗରେ ଥାଇ ମଧ୍ୟ ଆମକୁ ପୁରାତନର ଯୋଉ ବ୍ୟାକ୍ ପେପର ଲାଗିଛି, ତାକୁ ସବୁ ପାରି ହେବାକୁ ହିଁ ପଡିବ। ସେଥିପାଇଁ ମଧ୍ୟ ପ୍ରୟାସ କରିବାକୁ ପଡିବ। କିନ୍ତୁ ଆମେ କଣ କରୁଛୁ ନା, ତାକୁ ଛାଡି ଦଉଛୁ। ଛାଡି ଦେଇକି ଆପଣ ମାନେ ଦେଖନ୍ତୁ, 5 ବର୍ଷ ପରେ ବା 3 ବର୍ଷ ପରେ +3 ଆପଣଙ୍କର ସରିଯିବ, ଆଉ କ୍ଲାସ କରିପାରିବେ ନାହିଁ, ଘରେ ବସିବେ, କିନ୍ତୁ ସାର୍ଟିଫିକେଟ ପାଇବେ ନାହିଁ। ସାର୍ଟିଫିକେଟ ପାଇବାକୁ ହେଲେ
घरे रही से बैक पेपर क्लियर करने को पड़ो ही पड़ो। आम ठीक से श्री अरविंद जोगरे दीर्घ 25 वर्ष 50 वर्ष धरी साधनारत हेले आमर प्रमोशन चली कि बैक पेपर समस्त लगिकी अच्छे। तेणु भाई भाई मैंने आम समस्त सचेतन हवा आग को जीवा सहित पुरातन जोग को सारिया पड़ो। किंतु आम कौन करुचु पुरातन जोग को छाड़ी नुआ जोगरे छिड़ा हाँवाई चेष्टा करुचु। यह हूँ आम अज्ञानता कारण से रास्ता को जीवा एमती करने को पड़े। तेणु मनीष देखो आम ठीक से जो अतिमानस कथा आम बुझुं खुशी होती पृथ्वी में दिव्य राज्य प्रतिष्ठित हम रोग मृत्यु वार्धक्य भी न संभव हम ही हम निश्चित भाव में हम से द्विधावता किसी ना किंतु एटा करियो कि विवर्तन गोटे पर गोटे पहाच आग को मनीष आसी गछलता पशु पक्षी कीटा पतंग मनीष देखिए पशु पक्षी मनीष आसिक पहुंची किंतु आमे माने वर्तमान मनीष कि जदि आम मान को पचरा जाए मनीष बोली आम समस्त कह मनीष प्रकृति आम रूपधारी मनीष किंतु प्रकृत में मनीष नहो मनीष ताकू ही कह कौन हो कारण विवर्तन में गोटे पाहाच गोटे जिते आग को जाए गोटे समस्या समाधान किंतु मनीष वर्तमान जो पहुंची सी पशुत्व को छाड़ी ना से प्रभु आदर्श शिव कथा कहते माँ कौन कहते आम मनीष केमिति हो पारुना ना आम अभ्यास और प्रवृत्तिर दास। मनीष क्या कह अभ्यास प्रवृत्तिर दासत्व जी मुक्त तार अर्थ अभ्यास प्रवृत्ति को जी निजे परिचालित कर अभ्यास प्रवृत्ति परिचालित कर पशु को अभ्यास प्रवृत्ति परिचालित करुच्ची अभ्यास प्रवृत्ति मनीष जीवन बंधु पशु बंचुची किंतु भाई भाई मैंने कहले आम जो मैंने मनीष बसी आज अटारिकार रही आत्मगर्भ छाती फुले बड़ वक्ता बड़ शिक्षक बड़ संगठक बड़ इंजीनियर बड़ महात्मा बड़ देशर केते कोठा केते गाड़ी केते टंका केते 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 किंतु सबुतिर आम अधिकारी हेले आम अभ्यास आ प्रवृत्तिर मालिक हो कि जो व्यक्ति अभ्यास और प्रवृत्तिर मालिक से ही केवल मनीष आम ये जन बस बाहर कथा छाड़ी दिंतु आम निजक निजे बर्तमान प्रश्न कर पचारा जे मु मनीष ना मनीष रूपधारी पशु निजक निजे पचारतु मुझे किसी कहबार ना आपण मैंने कहीं क्या कहवा दरकार नहीं कारण सृष्टि आरंभ समुदाय सत्य थिला किसी तो मिथ्या नथिला भूल नथिला भूल बोली किए कहूची ए मन कहूची भूल कौन यही देखो सांगे सांगे गोटे कथा भूल हो गला क्षमा करिए मु कथा उदाहरण दियो मु महाभारत कौटू आनी पारना ये पाखे दूची मत क्षमा करिए कथा कहवा कथा देखु जिते बड़े जे सभा परिचालना करुँच से इंगित दौरान बहुत वक्ता अच्छा आपण मैंने सीमित भाव में कहे अधघंटे भितर कहे कीर्तन भाई जो कहले बहुत भल कथा कहले भल प्रवचक किंतु 45 मिनिट कहले से 45 मिनिट गला भितर आम समस्त भर प्रतिक्रिया रोक निश्चय यही प्रकाश करंतु मान करंतु से प्रतिक्रिया फल कौन हो भल जिनसा नष्ट हो जाए भल जिनसा नष्ट हो जाए जिते सुस्वादु खाद्य होता खाई जाला पर यदि पेट खराब हो गला से सुस्वाद्य मूल्य किसी मूल्य ना तेणु भूल कौन आ ठीक तेणु आम से 2 दिन 4 जदि शिखा चेष्टा करवा ताले आम जा ठीक रास्ता जापर जो कथा को आम जीवन में शिखुं बुझुंट जानुंट आम से रास्ता प्रकृत में भाई भौणी मैंने आज आम ही समस्ते पराधीन होती चेष्टा कर स्वाधीन पाई चेष्टा करुँच कि आम अभ्यास प्रवृत्तिर मालिक हवाई आम आदौ चेष्टा करूना केमिति आम करवा आम जीवन में आम जहाँ चाहूना आम से किसी स्वर उत्तोलन करुचु कि जीवन बंचा चाहूचु कि कहूँ आम समस्ते आम जीवन में 3टा कथा कहारी भी आवश्यकता नहीं से 3टा कथा कौन रोग मृत्यु वार्धक्य विहीन जीवन आम समस्ते चाहूँ किंतु
ରୋଗ ମୃତ୍ୟୁ ବାର୍ଦ୍ଧକ୍ୟ ବିହୀନ ଜୀବନ ପାଇଁ ଆମେ କଣ କରୁଛୁ? କିଛି କରୁଛୁ ନା? ସେଇ କଥା କହିକି ଆମେ ସମ୍ମାନୀୟ ହେଇ ପେପରରେ ଟିଭିରେ ମୁହଁ ଦେଖାଉଛୁ। କଣ କରୁଛୁ? ଏଇଆ ନା ଆଉ କିଛି? ତେଣୁ ଆମେ ଯୋଉ ରୋଗ ମୃତ୍ୟୁ ବାର୍ଦ୍ଧକ୍ୟ ବିହୀନ ଏକ ଜୀବନ ଆମେ ଚାହୁଁଛନ୍ତି, ସେଇଥି ନିମିତ୍ତ ଆମକୁ କିଛି କରିବାକୁ ପଡିବ। କଣ କରିବାକୁ ପଡିବ? ସେଇଥିପାଇଁ କାହାରି ପାଇଁ ନିୟମ କିଛି ଏକା ନୁହଁ। ଆମେ ସେଇ ଧାରାରେ, ସେଇ ଧାର୍ମିକତାରେ, ସେଇ ନୈତିକତାରେ, ସେଇ ସାମାଜିକତାରେ ଜୀବନ ବଞ୍ଚୁଛୁ। ସମସ୍ତେ ଯାହା କରୁଛନ୍ତି, ଯିଏ ଯାହା କରୁଛନ୍ତି, ଆମେ ସେଇ ରାସ୍ତାରେ ଯାଉଛୁ। କିନ୍ତୁ ଜୀବନ ପ୍ରକ୍ରିୟା ଆଜ୍ଞା ସେଇ ରାସ୍ତାରେ ଯିବ ନାହିଁ। ନିଜସ୍ୱ ଧାରାରେ ଯିବ, ନିଜ ଧାରାରେ ଯିବ। ଆପଣ ମାନେ ନିଜେ ନିଜକୁ ପରୀକ୍ଷା କରି ବୁଝିବେ, ଜାଣିବେ ଆମେ କେତେ ଭୁଲରେ ଅଛୁ କି ଠିକରେ ଅଛୁ। ପ୍ରକୃତରେ ଭାଇ ଭଉଣୀ ମାନେ ଭୁଲ ବୋଲି କିଛି ନାହିଁ। କାହିଁକି ମୁଁ ଏ କଥା ପ୍ରଥମରୁ ଆରମ୍ଭରୁ କହୁଥିଲି, ଦେଖନ୍ତୁ 2 ଦିନେ 4 ବୋଲି ଆପଣ ମାନେ କହୁଛନ୍ତି, କିନ୍ତୁ 2 ଦିନେ 5 କି 7 ବୋଲି କହିବ କିଏ କହିବ? ଗୋଟିଏ ଛୋଟିଆ ପିଲା ଯିଏ ପାଠ ପଢି ନାହିଁ, ତାକୁ ଯଦି ପଚାରିବ 2 ଦିନେ କେତେ, ସିଏ କହିବ 7 କି 8, ତା ମନକୁ ଯାହା ଆସିଲା। ସେଟା ଠିକ ନା ନାହିଁ? ଭୁଲ କହିଲେ ଭୁଲ କି ଠିକ ଆପଣ କହିପାରିବେ? ଆପଣ ମାନେ କହିବେ ସିନା ଭୁଲ, କିନ୍ତୁ ପ୍ରକୃତରେ ତା ପାଇଁ ସେଟା ଠିକ। ଏତିକି ଯଦି ଆମେ ବୁଝି ଦିଅନ୍ତେ, ଆମ ଅନୁଷ୍ଠାନରେ କଳି ରହନ୍ତା ନାହିଁ, ବିଶ୍ୱରେ ସମସ୍ୟା ରହନ୍ତା ନାହିଁ, ଆମେ ସମସ୍ତେ ଭାଇ ଭଉଣୀ ହେଇକି ସାଙ୍ଗ ହେଇକି ଚଳନ୍ତେ। ଜାଣି ନାହିଁ ବୋଲି ସିଏ ଠିକଟାକୁ ଭୁଲ କହିଦେଇଛି, ତା ପାଇଁ ଠିକ। ଜାଣିବା ଲୋକ ପାଇଁ ସିନା ଭୁଲ ହେଲା, ନ ଜାଣିବା ପାଇଁ ତ ଠିକ। ଠିକ ସେଇଭଳି ଦେଖନ୍ତୁ, ଆମେ ଯୋଉମାନେ ଏଇଠି ପୂର୍ଣ୍ଣ ଯୋଗ କରୁଛୁ, ଯିଏ ନ ଜାଣିଛି ସତ୍ୟ କଣ, ଜୀବନ କଣ, ସିଏ ଭୁଲ କରୁଛି। ଠିକ ଆମେ ଜାଣିଲା ପରେ ଭୁଲ କରୁଛୁ, ତା ଆଜ୍ଞା କଣ ଦଣ୍ଡ ନା ଠିକ ନା ଭୁଲ? ଆପଣ ମାନେ ବିଚାର କରନ୍ତୁ। ମୁଁ ଆଉ ଏଥିରେ କିଛି ମୂଳ ଖେଳିବା କହୁନାହିଁ। ଆମେ ବିଚାର କରି ଦେଖିବା ସେଟା କଣ ଠିକ କି ଭୁଲ ବୋଲି। ତେଣୁ ଯେତେବେଳେ ଆମେ ଜୀବନ ବଞ୍ଚୁଛନ୍ତି ପୂର୍ଣ୍ଣ ଯୋଗରେ, ଆମେ ଯାହା କହୁଛନ୍ତି, ଯାହା ବୁଝୁଛନ୍ତି, ପ୍ରୟାସ କରିବା ପାଇଁ। ଦେଖନ୍ତୁ ଆପଣ ମାନେ, ଆମେ ସମସ୍ତେ ଜଣେ ବି କେହି ବାଦ ଦେବା ନାହିଁ, କୋଉଟା କରିବା କୋଉଟା ନ କରିବା ବୋଲି। ଜାଣିନାହାନ୍ତି ଆମେ ସମସ୍ତେ କୋଉଟା ଭୁଲ କୋଉଟା ଠିକ, କେହି ଜାଣିନାହାନ୍ତି। ଆପଣ ମାନେ କହିବେ ଆମେ ଜାଣିନଥିଲୁ, ଭୁଲ ହେଇଗଲା। ନ ଜାଣିକି ଯୋଉଟା କରାଯାଏ ସେଇଟା ଆଜ୍ଞା ଭୁଲ ନୁହଁ, ସେଇଟା ଠିକ। ଜାଣିବା ପରେ ଯଦି ନ କରାଯାଏ ସେଇଟା ହଉଛି ଭୁଲ। ଅଜାଣତରେ ଯଦି ମୋର ଗୋଡ ଆପଣଙ୍କ ଉପରେ ବାଜିଗଲା, ଆଜ୍ଞା ସେଇଟା କ୍ଷମଣୀୟ। ଯଦି ଜାଣିକି ମୁଁ ଗୋଡଟେ ମାରେ, ତାହେଲେ ମୋ ଅବସ୍ଥା କଣ ହବ? ଆପଣ ମାନେ ଆଉ କିଛି କହିବା ଦରକାର ନାହିଁ। ଆପଣଙ୍କ ଗୋଡ ତ ପଡିଲା, ମୋ ଗାଲକୁ ପଳେଇ ଆସିବ। ଜାଣତରେ ଯଦି ବାଜିଲା ମୋ ଗୋଡ, ଅଜାଣତରେ ବାଜିଲେ ବାଜିଗଲେ କି ସାଙ୍ଗେ ସାଙ୍ଗେ କ୍ଷମା ଦେବେ। ଠିକ ସେଇଭଳି ଆମେ ଆମ ଜୀବନ ଯେତେବେଳେ ବଞ୍ଚିଛନ୍ତି, ଭାଇ ଭଉଣୀ ମାନେ 25 ବର୍ଷର ଅନୁଷ୍ଠାନ, ଆପଣ ମାନେ ଯେତେ ଦିନରୁ ମାଙ୍କୁ ଜାଣିଲେଣି, ସେ ବାବଦରେ ମୋର କିଛି କହିବାର ନାହିଁ। ଆମେ ଯାହା ଜାଣିଲେଣି, ଠିକ ବୋଲି ଯୋଉଟା ଜାଣୁଛନ୍ତି ସେଇଟା ଜୀବନରେ ପ୍ରୟୋଗ କରନ୍ତୁ। ଯାହା ଭୁଲ ବୋଲି ବୁଝୁଛନ୍ତି ତାହାକୁ କରନ୍ତୁ ନାହିଁ। ପ୍ରକୃତରେ ଭୁଲ ବୋଲି କିଛି ନାହିଁ। କାହିଁକି ଭୁଲ ବୋଲି ଠିକ କିଛି ନାହିଁ? ନା, ଯିଏ ଜାଣି ନାହିଁ ସେଇଟା ଭୁଲ ଆଜ୍ଞା। ପ୍ରଥମ ଶ୍ରେଣୀର ପିଲାଟି ଯାହା ପଢୁଛି, ପିଜି କ୍ଲାସର ପିଲା ସେଇଆ ପଢିବ ନାହିଁ। ପିଜି କ୍ଲାସର ପିଲାଟା ପ୍ରଥମ ଶ୍ରେଣୀ କି କହିବ, ଏଇ ପାଠଟା ତୁ ଜାଣିପାରୁନାହୁଁ। ସେ ସାଧାରଣ କଥା ଦେଖ, ଆପଣ ମାନେ ପାଠ ପଢୁଥିବେ, ଦ୍ୱିତୀୟ ଶ୍ରେଣୀ ପିଲାଟା ପ୍ରଥମ ଶ୍ରେଣୀ ପିଲା କହେ ଏଇ ପାଠ ତ ଆସୁନାହିଁ। ତୃତୀୟ ଶ୍ରେଣୀ ପିଲାଟା ସେଇ ପିଲାଟା ଏଇ ପାଠ ଆସୁନାହିଁ। କିନ୍ତୁ ଯିଏ ଯୋଉ ଅବସ୍ଥାରେ ଅଛି, ଯେମିତି ଅଛି, ସିଏ ଠିକ ଅଛି, ଏତିକି ବୁଝିବା ପାଇଁ ଆମକୁ କେତେ ବର୍ଷ ଲାଗିବ? ଯିଏ ଭୁଲ କରୁଛି ବୋଲି ଆମେ କହୁଛନ୍ତି, ସିଏ ତା ଜାଗାରେ ଠିକ। ଯଦି ମୁଁ ଭୁଲ ବୋଲି କହୁଛି, ସେଇ ଠିକଟା ମୁଁ ନିଜେ ଆଚରଣ କରି ଶିଖିବି। এইটা হচ্ছে জীবন, এইটা হচ্ছে জীবন। তেণু আমি ଆମ ଜୀବନ ଭିତରେ ଶିଖିବା, କାହାରି ଦୋଷ ଦେଖିବା ପାଇଁ ଏଠି ଆମେ ଜନ୍ମ ହେଇନାହୁଁ। ନିଜ ଭିତରେ ଥିବା ଦୋଷକୁ ସମାଧାନ କରିବା ପାଇଁ ଆମେ ଏଠି ଅଛୁ। କାରଣ ଯିଏ ଯୋଉଠି ଅଛି, ଯୋଉ ଚେତନାରେ ଅଛି, ସିଏ ସେଇଭଳି ଏକ ଜୀବନ ବଞ୍ଚିବ। ଆମେ ସବୁବେଳେ ଅନ୍ୟକୁ ଦେଖୁଛୁ, ନିଜକୁ ଦେଖୁନାହୁଁ। ଆମେ ନିଜକୁ ଦେଖିବା, ନିଜ ଜୀବନକୁ ବଞ୍ଚି ଶିଖିବା। ଅନ୍ୟମାନେ ଯିଏ ଯେମିତି ଥାଉ ନା କାହିଁକି, ଭାଇ ଭଉଣୀ ମାନେ ସମସ୍ତେ ଠିକରେ ଅଛନ୍ତି। କାହିଁକି କାହିଁକି ଏ କଥା ଠିକ? ତାର କାରଣ ହଉଛି ଏଇଆ ଯେ ବିଶ୍ୱରେ କିଛି ନଥିଲା ବେଳେ
ଯିଏ ଥିଲେ ସିଏ ହଉଛନ୍ତି ଭଗବାନ। ଭଗବାନ ଚାହିଁ ନିଜେ ଏ ବିଶ୍ୱରେ ପରିଣତ ହେଇଛନ୍ତି, ସୃଷ୍ଟିରେ ପରିଣତ ହେଇଛନ୍ତି। କୀଟ ପତଙ୍ଗ ପଶୁ ପକ୍ଷୀ ଗଛ ଲତା ପାହାଡ଼ ପର୍ବତ ସବୁ ହିଁ ସିଏ ହେଇଛନ୍ତି। ଯଦି ସବୁ ସିଏ ହେଇଛନ୍ତି ତାହେଲେ ଭଗବାନଙ୍କୁ ଛାଡ଼ିଦେଲେ କିଛି ଅଲଗା ଜିନିଷ ବିଶ୍ୱରେ ଅଛି କି? କିନ୍ତୁ ଆମ ମନ ଯାହାକୁ ଭଗବାନ ବୋଲି ବୁଝୁଛି, ଯାହା ଯୋଉଠି ସ୍ୱାର୍ଥ ରହିଛି, ଯୋଉଠି ଅହମିକା ଅଛି, ଯୋଉଠି ଭଲ ପାଇବା ଅଛି, ଆମେ ତାକୁ ହିଁ ରେକଗ୍ନାଇଜ କରୁଛୁ। ଆମେ ଦେଖନ୍ତୁ ଯୋଉମାନେ ଶ୍ରୀ ଅରବିନ୍ଦ ମାଙ୍କୁ ବୁଝୁଛୁ, କହୁଛୁ ଯେ ଶ୍ରୀ ଅରବିନ୍ଦ ମା ହଉଛନ୍ତି ଭଗବାନ ବୋଲି, ଆଉ ଅନ୍ୟମାନେ କଣ ବିଶ୍ୱରେ କେହି ଭଗବାନ ନୁହନ୍ତି? ସମସ୍ତେ ଭଗବାନ, ସମସ୍ତେ ଭଗବାନ। ଆପଣମାନେ ବସିଛନ୍ତି ଭଗବାନ, ଟେବୁଲ ଭଗବାନ, ଚେୟାର ଭଗବାନ, ଇଏ ମାଇକ୍ରୋଫୋନ ଭଗବାନ, ଶ୍ରୀ ଅରବିନ୍ଦ ମା ଭଗବାନ, ଯେତେ ଦୀକ୍ଷାଧାରୀ ଗୁରୁ ସମସ୍ତେ ଭଗବାନ। ତାହେଲେ ଆମ ଭିତରେ କନ୍ଦଳ କାହିଁକି, ସଂଘର୍ଷ କାହିଁକି? କାରଣ ଯିଏ ଯୋଉ ଜାଗାରେ ଅଛନ୍ତି ସିଏ ସେଇ ଜାଗାରେ, କିନ୍ତୁ ପୂର୍ଣ୍ଣ ଭଗବାନ ଆଉ ଗୋଟେ ଜାଗାରେ। ସେଇ ଭଗବାନ ପରିପ୍ରକାଶ ହବା ନିମିତ୍ତ ଆରମ୍ଭରେ କଥା ରହିଛି ସେତିକି। ଭଗବାନ ଯେତେବେଳେ ସଂକଳ୍ପ କଲେ, କଣ ସଂକଳ୍ପ କଲେ? ଏ କଥା ମୋର ତ ବହି ପଢା ନାହିଁ, ଆପଣ ଦେଖିବେ ପ୍ରତ୍ୟେକ ମନୁଷ୍ୟ କର୍ତ୍ତବ୍ୟରେ ବାବାଜୀ ଏ କଥାକୁ ଲେଖିଛନ୍ତି। କାରଣ ଭଗବାନ ଯେତେବେଳେ ଏକ ଥିଲେ, ସେଇ ବହୁ ହେବା ପାଇଁ ଚାହିଁଲେ, ବହୁ ହେବା ପାଇଁ ଚାହିଁ ସେ ବହୁ ହେଲେ। ତାହେଲେ ଏଇଠି ଆମେ ଗୋଟେ କଥାକୁ ବୁଝିଲେ, ଭଗବାନ ନିଜେ ଅନେକ ହେଇଗଲେ। ଯେତେବେଳେ ଅନେକ ହେଇଗଲେ, ତେଣୁ ଭଗବାନ ଆଉ କୋଉଠି ରହିଲେ? ସମସ୍ତଙ୍କ ଭିତରେ ରହିଲେ। ଏବଂ ତାଙ୍କ ଲକ୍ଷ୍ୟ କଣ ରହିଲା? ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ବାବାଜୀ ଲେଖିଲେ, ନିଜେ ସିଏ ପ୍ରକାଶିତ ହେବେ। ସିଏ ଯୋଉ ବହୁରେ ପରିଣତ ହେଲେ, ସେଇ ବହୁ ଭିତରେ ସିଏ ପ୍ରକାଶିତ ହେବେ। ଏଇଟା ହଉଛି ଆମ ଲକ୍ଷ୍ୟ। ତେଣୁ ଆମ ଜୀବନରେ ସିଏ ପ୍ରକାଶିତ ହବା ପାଇଁ ଆମେ ଯଦି କିଛି କରୁଛନ୍ତି, ତାହେଲେ ଆମେ ଠିକରେ ଅଛନ୍ତି। ତାହା ବିନା ଆମେ ଯାହା କରୁଛନ୍ତି ଭୁଲରେ ଅଛନ୍ତି। ପରୀକ୍ଷାରେ ଆପଣ ପାସ୍ କରିବେ କି କଷ୍ଟ ପାଇବେ କି ଆନନ୍ଦ ପାଇବେ ଆପଣଙ୍କ ଉପରେ ନିର୍ଭର କରୁଛି। ସେଥିପାଇଁ କାହାରି କିଛି ଦୋଷ ନାହିଁ। ଅନ୍ୟମାନେ ଯିଏ ଯେତେ ଦୋଷ କରୁଥିଲେ ମଧ୍ୟ ସେଟା ଦୋଷ ନୁହଁ। ଏତିକି ବୁଝିବା ପାଇଁ ଆମକୁ ସମୟ ବହୁତ ଲାଗୁଛି। କାହିଁକି ଲାଗୁଛି? ନା ଆମେ ଏଇ ତିନିଟା କଥାରେ ସମସ୍ତେ ବନ୍ଧା ପଡିଛନ୍ତି, ଚାକର ବନିଛନ୍ତି। ନୈତିକତା, ସାମାଜିକତା, ଧାର୍ମିକତା। এই নৈতিকতা, ସାମାଜିକତା, ଧାର୍ମିକତାର ଉର୍ଦ୍ଧ୍ୱରେ ପୂର୍ଣ୍ଣ ଯୋଗ, ଏବଂ ସେଇଠି ପୂର୍ଣ୍ଣ ଯୋଗ ଆରମ୍ଭ ହବ। ତେଣୁ ପୂର୍ଣ୍ଣ ଯୋଗରେ ଥାଇକି ଆମକୁ ନୈତିକତା, ସାମାଜିକତା, ଧାର୍ମିକତା ଉପରେ ଜୟ ଲାଭ କରିବାକୁ ପଡିବ। ବନ୍ଦେ ମାତରମ୍। ତାପରେ ମୁଁ ନିବେଦନ କରିବି, ସୁବାସ ଭାଇ ନାହିଁ ଯଥେଷ୍ଟ। ଯେପରି ସୁବାସ ଅର୍ଥ ସୁବାସିତ, ଯାହାଙ୍କର କଥାର ମହକ ଆମ ମନ ପ୍ରାଣ ହୃଦୟକୁ ଛୁଇଁଯାଏ, ସେଇ କୋଣକୁ ଛୁଇଁଯାଏ ଯୋଉଠି ଏକ ପ୍ରତିକ୍ରିୟାଶୀଳ ହେଇଯାଏ। ସେଇ ତନ୍ତ୍ରରେ ଗୋଟେ ଶିହରଣ ସୃଷ୍ଟି କରେ ସାବିତ୍ରୀର ସେଇ ମହାମନ୍ତ୍ର ମାନ, ଯାହାଙ୍କ ଉଚ୍ଚାରଣରେ, ଯାହାଙ୍କ ସାବିତ୍ରୀ ଉଚ୍ଚାରଣରେ ଆମର ସୁପ୍ତ ଚେତନା ଜାଗ୍ରତ ହୋଇ ଉଠେ, ସୁପ୍ତ ମନ ଜ୍ଞାନମୟ ହୋଇଉଠେ। ଆଉ ଏ ଅବସାଦ ଶରୀର, ଏ ଜଡ଼ ଶରୀର ଚେତନାଶୀଳ ହେଇଯାଏ, ଆଉ ହୃଦୟ ପ୍ରେମପୂର୍ଣ୍ଣ ହୋଇଯାଏ। ମୁଁ ନିବେଦନ କରିବି, ସୁବାସ ଭାଇ ଆମର ଅତି ପ୍ରିୟ, ଏବଂ ଏ ମାନେ ପାଠ୍ୟଚକ୍ର ସହିତ ସେ ପରିବାର ଭଳି ଭାବନ୍ତି। ପ୍ରଣାମ ଭାଇ, ଆପଣଙ୍କୁ ସ୍ୱାଗତ। ଏଇ ଯୋଉ ରୌପ୍ୟ ଜୟନ୍ତୀ ଅବସରରେ ଆହୁରି ରୌପ୍ୟ ଜୟନ୍ତୀକୁ ଆହୁରି ମଧୁମୟ କରନ୍ତୁ, ଏତିକି ଆମର କାମନା। परम प्रभु श्री अरविंद दिव्य जननी श्री मां, यही पावन भूमि रे आज पवित्र बैतरणी नदी कूल गोविंदपुर पाठचक्र सिल्भर जुबली रे उपस्थित थिबा समस्त पुण्यात्मा मानक प्रणाम। आम एक संक्षिप्त आलोचना करिबा, किछि होई उठिबा, किछि होई उठिबा बोली करी कहिला बेलको मु जानिनी आपण माने केमिति बुझंती। किछि होई उठिबा पई आमे एक्चुअली एठिक आसिनो, किछि होई उठिबा पई आमे आसुनु, किंतु मन को बुझाउछि जे समथिंग इज बेटर देन नथिंग। अन्य माने एई समय रे रविवार सुंदर भाव किए जाई सिनेमा देखुछन, किए जाई माछ मांस खाउछंती, आमे एठी आसी करी अंतत पाठचक्र पाखरे बसिछु। तेणु समथिंग इज बेटर देन नथिंग। सेई भली जदि भाबी थांती ताहाले एठिके आसीबा न आसीबा केते परिमाण आपनको सहाय्य करियो मु जानिनी। कारण मनुष्य तले सुपरमैन आइकरी आसी करी पहुंचिलानी।
ଠିକ ସେଇ ସମୟରେ ଆପଣମାନେ ଯଦି କହିବେ ମୁଁ କିଛି ହବା ପାଇଁ ଚାହୁଁଛି, ତାହେଲେ ମୁଁ ଜାଣିନି ନିଜର ବିବେକ ଆପଣଙ୍କୁ କେମିତି ଯିବାକୁ ଦବ ବା କେମିତି ଆପଣଙ୍କର ଯୋଉ ସାଧନା କରୁଛନ୍ତି ଆପଣଙ୍କୁ କେତେ ଆଲାଉ କରିବ ତାହା କହିହବ ନାହିଁ। ମା ଗୋଟେ ବାଣୀ ଦେଲେ ଯୋଉଟା କି ଟପିକ ଉପରେ ଆପଣ ମାନେ ଜାଣିଥିବେ, ଡୋଣ୍ଟ ପ୍ରିଟେଣ୍ଡ ବି। ଆଉ ଛଳନା କରନା, ଛଳନା କରିବାର ସମୟ ନାହିଁ, ହେଇ ଉଠ। ହେଇ ଉଠ ଯେତେବେଳେ ଆପଣଙ୍କ ପଡିଲେ ଆପଣ କହିବେ ହଁ ଠିକ ଅଛି ଆମେ ବି ହେଇ ଉଠିଛୁ, ନା କେମିତି କଣ ହେଇଯାଇଛୁ, ନା ବାହା ହେଇନୁ, ଘର ସଂସାର କରିନୁ। ଆଜି ବି ମଧ୍ୟ ଆମେ ମାନେ ଯାହାର ସଂସାର ଅଛି, ସ୍କୁଲ ଅଛି, ପିଲାମାନେ ଆସିକି ବର୍ତ୍ତମାନ ମୋ ଆଗରେ ବସିଛନ୍ତି, ସେମାନେ ହୁଏତ ଘରେ ବସିଥାନ୍ତେ, କଣ କରୁଥାନ୍ତେ, ଆଗକୁ ପରୀକ୍ଷା ଅଛି। ତେଣୁ ବୋଧହୁଏ ମୁଁ କିଛି କରୁଛି ତାହା ହଉଛି ନିଜକୁ ଭଣ୍ଡେଇବା ବ୍ୟତୀତ ଅନ୍ୟ କିଛି ନାହିଁ, ଛଳନା କରିବା ବ୍ୟତୀତ ଅନ୍ୟ କିଛି ନାହିଁ। ଆଉ ଦୁଇ ପାଦ ଯିବାର ବୋଧହୁଏ ସମୟ ଆପଣ ମାନଙ୍କ ପାଖରେ ନାହିଁ, ହୋପଫୁଲି ନିଶ୍ଚିତ ଭାବରେ ଏଇଟା ସତ୍ୟ। ତେଣୁ ଏଠି ଯୋଉ ହଉଛନ୍ତି କଣ ମତେ କରିବାକୁ ପଡିବ, କିଛି ହେଇ ଉଠିବାକୁ ପଡିବ, ମାନେ ଶ୍ରୀ ଅରବିନ୍ଦ ମା କଣ ଆପଣଙ୍କୁ କହିବାକୁ ଚାହୁଁଛନ୍ତି? କିଛି ହେଇ ଉଠ, ଯେମିତି କହିଲେ a drop of practice is better than an ocean of theories, advices and good resolutions। ବିରାଟ ବିରାଟ ଭାଷଣ ଦେବା ଅପେକ୍ଷା, ରିଜଲ୍ୟୁସନ କରିବା ଅପେକ୍ଷା, ଥିଓରି ପଢିବା ଅପେକ୍ଷା ଜୀବନରେ ଗୋଟିଏ ବିନ୍ଦୁ, ଜୀବନରେ ଆଗରେ ତ ସେଟା ମହାସାଗର, ଅନନ୍ତ ମହାସାଗର ଭଳି ପଡିଛି, ଜୀବନରେ ଗୋଟିଏ ବିନ୍ଦୁ ପ୍ରୟୋଗ କରନ୍ତୁ, ଆପଣ ମାନେ ଭାରି ଖୁସି ହେଇଗଲେ। କାରଣ ପାଠ ନ ପଢିକି ମେସେଜ ପଢିଲେ କଣ ହବ, କିଛି ହେଲା ଭଳିଆ ମତେ କାହିଁ ଜଣାଯାଉନି। ଆପଣ ମାନେ ମଧ୍ୟ ଖରାପ ଲାଗି ଭାବି ପାରନ୍ତି, କିନ୍ତୁ ଗୋଟେ ଦିନରେ 5ଟା ଜାଗାରେ ୟୁଟ୍ୟୁବରେ ଟକ୍ ଦଉଛି। ତେଣୁ ମୁଁ ଆପଣଙ୍କୁ ଯୋଉଟା ବାସ୍ତବ କହିବି, ମୋର କାମ ହଉଛି ମୁଁ ଆପଣଙ୍କୁ ପାଣି ପାଖକୁ ନେଇଯିବି, ପାଣି ପିଇବା ନ ପିଇବା ସେଟା ଆପଣଙ୍କ ଉପରେ ନିର୍ଭର କରେ। ତେଣୁ ଯେତେବେଳେ କହିଲେ ଏ ଡ୍ରପ୍ ଅଫ୍ ପ୍ରାକ୍ଟିସ୍ ଇଜ ବେଟର ଦ୍ୟାନ୍ ଆନ୍ ଓସନ୍ ଅଫ୍ ଥିଓରିଜ୍, ଆଡଭାଇସେସ୍ ଆଣ୍ଡ ଗୁଡ୍ ରିଜଲ୍ୟୁସନ୍ସ, ଆପଣ ଭାରି ଖୁସି ହେଇଗଲେ। କଣ କରିବା ନା ମା ତ ଆମକୁ ଗୋଟେ କନସେସନ ଦେଇଛନ୍ତି, ଆଉ ମହାସାଗର ସେପଟରେ ପଡିଥାଉ, ମୁଁ ଗୋଟେ ଡ୍ରପ୍ ନେଇକି ୟୁଜ କରିବି। ଆଉ ମା ସେ କଥା କହିନଥିଲେ, ଏକାଥରେ ସବୁ କରିପାରିବନି, ଆଜି ଗୋଟିଏ ଡ୍ରପ୍ କର, କାଲି 2 ଡ୍ରପ୍ କରିବ, ତାପରେ 3 ଡ୍ରପ୍ କରିବ, ତାପରେ 4 ଡ୍ରପ୍ କରିବ। ଆମେ ରହିଗଲୁ କଣ ନା ସେ ଗୋଟାଏ ଡ୍ରପ୍ ସି ମଧ୍ୟ ହେଲାନି। ମା ପୁନର୍ବାର କହିଲେ, କଣ କହୁଛନ୍ତି? ଶ୍ରୀ ଅରବିନ୍ଦଙ୍କ ଲେଖା ଏଇଟା, ଯେପର୍ଯ୍ୟନ୍ତ ନିମ୍ନ ପ୍ରକୃତି ଆପଣଙ୍କ ପାଖରେ ବଳବତ୍ତର ଥିବ, as long as the lower nature is active, the personal effort of the sadhak remains necessary। ପର୍ସନାଲ ଏଫର୍ଟ, ନିଜସ୍ୱ ଚେଷ୍ଟା କରିବା ଦରକାର, କାରଣ ଲୋୟର ନେଚର ଗୁଡା ଆକ୍ଟିଭ ଅଛି। ଆମେ ଭାରି ଖୁସି ହେଇଗଲୁ। କହିଲେ କଣ ନା ବାଳୁଙ୍ଗା ଗୋଟେଇବା ପାଇଁ ମା ଆମକୁ କହିଛନ୍ତି, ଧାନ କଥା ବୁଝିବାକୁ କହିନାହାନ୍ତି। ଜୀବନ ସାରା ବାଳୁଙ୍ଗା ଗୋଟୁ ଆମେ ଜାଣିନୁ ଯେ ଧାନ ବିଲ ମଧ୍ୟ କେତେବେଳେ ସଫା ହେଇଗଲା। ଏମିତି ଚାଲିଗଲା, ଆମେ ଖୁସି ହଉଛୁ, ଯାହା ଅନ୍ତତଃ ଆମେ ସବୁ ବୁଲିଛୁ, କଣ କଣ କରୁଛୁ, କିଛି କରୁନାହୁଁ, ବରଂ ତଳକୁ ଗୋଡ ଗୋଡ ଖସି ଯାଉଛି, ଆମେ ଜାଣିପାରୁନାହୁଁ। କିଛିଟା ଆମେ ବୁଝିବା ଦରକାର, ଅନ୍ତତଃ କିଛି କରିବା ପୂର୍ବରୁ ଭାବିବା ଦରକାର ମୁଁ କଣ ଯାଉଛି। ତେଣୁ ମା କହିଲେ ତାହେଲେ ପର୍ସନାଲ ଏଫର୍ଟର କାମ କଣ? ଭାରି ଦୁଃଖ ଲାଗିବ ଆପଣଙ୍କୁ ଶୁଣିବା ପାଇଁ। Attainment of God is the sole object of all human effort। ମଣିଷ ନିଜ ଚେଷ୍ଟାରେ ଏଇଆ କରିବ ନା କଣ? Attainment of God, ଆଗେ ଦେବତା ହେବେ, ତାପରେ ଭଗବାନ ଆପଣଙ୍କୁ ମା ଆସିକରି କଣ କରିବେ। ମା ପୁନର୍ବାର କହିଲେ, କହିବେ ଆପଣ ମତେ ହେଇପାରିବେନି। Attainment of God, ମୁଁ ନିଜ ଚେଷ୍ଟାରେ ଅସମ୍ଭବ ବେପାର। ମୁଁ ତ ନଡିଆ କଦଳୀ ନେଇ ମନ୍ଦିରକୁ ଯିବାରେ ଦୌଡ଼ିବାରେ ବ୍ୟସ୍ତ। ମୁଁ ହେବି ବିଲିୟନ ଡଲାର କ୍ୱେଶ୍ଚିନ୍। ମା କହିଲେ ଏଠି ଅସମ୍ଭବ ବୋଲି କିଛି ନୁହେଁ, ଅସମ୍ଭବ ବୋଲି କିଛି ନୁହେଁ। 2 ଜଣ ଫ୍ରେଞ୍ଚ ମ୍ୟାନ ଅସମ୍ଭବ ଉପରେ ଶବ୍ଦ କହିଥିଲେ। ଜଣେ ନେପୋଲିୟନ କହିଥିଲେ, ଇମ୍ପସିବଲ ଇଜ ନଟ୍ ଏ ଫ୍ରେଞ୍ଚ ୱାର୍ଡ। ଅସମ୍ଭବ ବୋଲି ଶବ୍ଦ ଏଟା ଫ୍ରେଞ୍ଚ ୱାର୍ଡ ନୁହେଁ, ଏଟା କୋଉଠି ଇଂରେଜୀ ବାଲା କହୁଥିବେ। ମା କହିଲେ କଣ, ନଥିଙ୍ଗ ଇମ୍ପସିବଲ ଇନ ଦିସ୍ ୱାର୍ଲଡ। ତାହେଲେ ମୁଁ କଣ କରିବି ନା ମତେ ଦେବତା ହବା ପାଇଁ ପଡିବ, ତାପରେ ଉପରକୁ ଉଠେଇବାକୁ ପଡିବ। ମୁଁ ହେଇପାରିବି ନାହିଁ, ହବା ଅସମ୍ଭବ, ମୁଁ କେମିତି କଣ ହେବି? ମା କହିଲେ ଅସମ୍ଭବ ବୋଲି କିଛି ନୁହଁ। ନା କଣ? ଚଢିବାକୁ ଚାହଁ, ମ୍ୟାଗ୍ନେଟ ଅଫ ଆୱର ଡିଫିକଲ୍ଟ ଆସେଣ୍ଟ। ଆସେଣ୍ଟ ମାନେ କଣ? ଚଢିବାକୁ ପଡିବ। ଆପଣ କହିବେ ମୁଁ ଶୋଇ ବୁଲି ଏଟା ହରାଇଜଣ୍ଟାଲି, ବୁଝିପାରୁଛନ୍ତି ତ? ମୁଁ ଭୁବନେଶ୍ୱରରେ ଥିଲି, ଏଠିକି ଆସିଲି ହରାଇଜଣ୍ଟାଲି ଗାଡିରେ ଆସିଲି। ଏଠୁ ପଣ୍ଡିଚେରୀ ଯିବି, ସେଇ କଥା, ହରାଇଜଣ୍ଟାଲି ଟ୍ରେନ ଚାଲୁଛି ଯାଉଛି। କିନ୍ତୁ ଭର୍ଟିକାଲ ମୋସନରେ ମତେ ଯିବାକୁ ପଡିବ, ଯୋଉଠିକି ଉପରକୁ ଯିବାକୁ ପଡିବ, ନହେଲେ ଭିତରକୁ ଯିବାକୁ ପଡିବ, ମତେ ଭିତରକୁ ଯିବାକୁ ପଡିବ, ତା ନ ଛାଡିକି ତଳକୁ ପଳେଇ ଯାଉଛି। ପ୍ରୋବ୍ଲେମଟା ହଉଛି ସେଇଠି। ଏନିୱେ, ଟପିକ ଉପରେ ମୁଁ 10 ମିନିଟ ମ୍ୟାକ୍ସିମମ୍ ଚେଷ୍ଟା କରୁଛି ଆଲୋଚନା କରିବା ପାଇଁ। କିନ୍ତୁ ପ୍ରଥମରୁ କହିଛି ୱିଥ ଡ୍ୟୁ ଆପୋଲୋଜି, ମୁଁ ଆପଣଙ୍କୁ ଅନ୍ଧାରରେ ବୁଲେଇବାକୁ ଜମା ଚାହୁଁନାହିଁ। ଅନ୍ଧାରରେ ଜମା ବୁଲେଇବାକୁ ଚାହୁଁନାହିଁ, ଆପଣ ବିଶ୍ୱାସ କରିଥାନ୍ତୁ। କିଛିଟା ହୋଇ ଉଠ, ଠିକ ଅଛି, କିନ୍ତୁ ତାହା ହଉଛି ଇନିସିଆଲ ଫେଜ। ଯୋଉମାନେ ବାହାରେ ବୁଲୁଛନ୍ତି, ଯୋଉମାନେ କିଛି ଜାଣିନାହାନ୍ତି, ତାଙ୍କରି ପାଇଁ ପ୍ରଯୁଜ୍ୟ। ଆପଣ ମାନେ ଚେତନାର ଏକ ବିବର୍ତ୍ତିତ ସ୍ତରରେ ଆସିକରି ପହଞ୍ଚିଛନ୍ତି, କିନ୍ତୁ ଆସିକରି କହୁଛନ୍ତି ହେଇଗଲେ ଚଳିଯାଆନ୍ତା, ଯାହା ହଉଛି ସେଥିରେ ଖୁସି। ଆଉ ଗୋଟେ ଖୁସି, ଆଉ ଯଦି ସେ ଖୁସି ଦେଇକରି ଯାଉଛନ୍ତି ଜୀବନରେ, ଏମିତି ଖୁସି ହେଇକରି ତଳେ ଗଡୁଥିବେ, ଉପରକୁ ଯିବାର ସମ୍ଭାବନା କେତେ ନିଜେ କଳ୍ପନା କରି ଦେଖନ୍ତୁ। ତେଣୁ ତାପରେ କହିବେ କଣ ନା ଭଗବାନ କରିଦେବେ। ଆରେ ଭଗବାନ ସବୁ କରନ୍ତି, କରିଦେବେ, କିନ୍ତୁ ଦାସିଆ ବାଉରୀ ଗୋଟିଏ, ଭକ୍ତ ସାଲବେଗ ଜଣେ।
ଏପର୍ଯ୍ୟନ୍ତ ଦ୍ୱିତୀୟ ଲୋକ ଏପର୍ଯ୍ୟନ୍ତ ହେଇନି, ଆମେ ସେଇଆକୁ ଘୋଷାମାଳି କରି ବୁଲୁଛୁ, ଜପାମାଳି କରି ବୁଲୁଛୁ। କେବେ ଆମେ ହବା? ସେଇଥିପାଇଁ କହିଲେ ଅନ୍ତତଃ କିଛି ହେଇଯାଉ, କିଛି ନହେଲେ ନାହିଁ କିଛି ହେଇଯିବା ପାଇଁ ମୁଁ ଆପଣଙ୍କୁ କେଇଟା ପଏଣ୍ଟ ଉପରେ ଖାଲି କହୁଛି। ପ୍ରଥମ କଥା କହିଲେ କଣ ନା ସିଫ୍ଟ ଫ୍ରମ ଦ ସର୍ଫେସ ଟୁ ସୋଲ। ହବା ପାଇଁ ତମକୁ ଏଇଆ କହିଛନ୍ତି, ମା କହିନାହାନ୍ତି ଯେ ରବିବାର ଦିନ ତମେ ଘରେ ବସିକିରି ମାଛ ଖାଉଥିଲ ତାକୁ ଛାଡି ଦେଇକି ଆସ ଏଠି ଆସିକି ପାଠଚକ୍ରରେ ବସିବ। ଇଏ ମିଲ୍ ମଧ୍ୟ ଯାହା ଖାଉଛନ୍ତି ମୁଁ ଜାଣିନି ହୋଟେଲ ମାନେ, କାରଣ ଆମର ଜୀବନ୍ତ ହୋଟେଲ ଆମର ଚାଲିଯାଇଛି। ଇଏ ଯୋଉ ମିଲ୍ ଆଜି ଖାଇବାକୁ ଦେବେ ତା ଦାମ 300 ଟଙ୍କାରୁ କୌଣସି ହୋଟେଲରେ କମ ନୁହଁ। ତେଣୁ ଆମେ ଖୁସି ହଉଛୁ ଯାଉ ଘରେ ବସିକିରି ଖାଲି ବସିଥିଲୁ କଣ ଏଠି ଆସିବୁ, ସେମିତି ଭାବନ୍ତୁ ନାହିଁ। ମା ଯୋଉ ଭଗବାନ ଯୋଉ କହିଲେ କିଛି ହୋଇ ଉଠେ, ତାର ପ୍ରଥମ ଲାଇନ ହଉଛି କଣ ନା ସିଫ୍ଟ ଫ୍ରମ ସର୍ଫେସ ଟୁ ଦ ସୋଲ। ଏ ଯୋଉ ତଳେ ବସିନା ମନ ପ୍ରାଣ ଶରୀର ଭିତରେ ଯେମିତି ବସିଛ, ସିଫ୍ଟ କରିବ ମାନେ କଣ ବୁଝୁଛନ୍ତି ତ? ଉଠିବ କୋଉଠିକି ନା ଟୁ ଦ ସୋଲ। ସୋଲକୁ ଉଠିଲେ ଆପଣଙ୍କର ଯୋଗ ହୁଏ ନାହିଁ, ମନେ ରଖିଥାନ୍ତୁ। ସୋଲକୁ ଉଠିଗଲେ ଯେ ମୁଁ ଯଦି ସୋଲକୁ ଜାଣିଦେଲେ ନୁହେଁ, ଯୋଉ ଦିନ ସାଇକି କଣ୍ଟାକ୍ଟ କରିବେ ସେଇଦିନ ଆପଣଙ୍କର ଯୋଗ ଆରମ୍ଭ ହବ। କଣ୍ଟାକ୍ଟ କରିବି କେମିତି? ମୁଁ ତା ପାଖକୁ ଗଲେ ତ କଣ୍ଟାକ୍ଟ କରିବି ନା, ମୁଁ ତ ମୂଳରୁ ସାଇକେଲ ପାଇଁ କଣ ଜାଣିନି। ତେଣୁ ସେଇ ଯୋଉ ସୋଲକୁ ଲେବୁଲକୁ ଆସିବ, ଯୋଉ କିଛି ଏଇ ଉଠ ମାନେ ଏଇଟା ଇନିସିଆଲ ପର୍ଯ୍ୟନ୍ତ, ତାପରେ କଣ ହବ ଅଲଗା କଥା। ମନେ କରନ୍ତୁ ଆହୁରି ସରଳ ଭାଷାରେ ବୁଝଉଛି, ଆପଣ ବୁଝିପାରିବେ। ଆପଣଙ୍କର ସାଟେଲାଇଟ ଲଞ୍ଚ କରୁନି, ଆପଣ ସାଟେଲାଇଟ ଲଞ୍ଚ କରୁନାହାନ୍ତି, ସାଟେଲାଇଟ ଟା ତିଆରି ହଉଛି, ରକେଟ ଟା ତିଆରି ହଉଛି, ରକେଟ ଉପରେ ସାଟେଲାଇଟ ଟା ବସୁଛି, ସେ କୋଉଠୁ ଯାଉଛି ନା ଗୋଟେ ବେସରୁ ସେଟାକୁ ଆପଣ କଣ କରି ଉତ୍କ୍ଷେପଣ କରୁଛନ୍ତି। ଏହା ହଉଛି ନା ନାହିଁ? ରକେଟ ଟା ନେଇକି ଯାଉଛି, କିଛି ବାଟ ତାକୁ ନେଇକି ଛାଡି ଦଉଛି, ସିଏ ବୁଲୁଛି, ରକେଟ ଟା ଫେରି ଆସୁଛି ବା ଜଳି ଯାଉଛି। ରିୟୁଜେବଲ ବୋଲିକି ଆପଣ ପଢିଥିବେ, ପିଲାମାନଙ୍କୁ ଜାଣିଥିବେ, ପଢୁଥିବେ। ରିୟୁଜେବଲ ମାନେ ସେମାନେ ଫେରି ଆସିଲାଣି। ଇଣ୍ଡିଆ ଟ୍ରାଏ କରୁଛି କିନ୍ତୁ ଏକ୍ସଟ୍ରା ବାଲା ସେ ତିଆରି କରିସାରିଲାଣି, ଇଏ ତିଆରି କରିସାରିଲାଣି, ଆମେରିକା ତିଆରି କରିସାରିଲାଣି, ଛାଡି ଦେଇକି ଫେରି ଆସୁଛି। ତେଣୁ ବର୍ତ୍ତମାନ କହିଲେ ଯୋଉ ବେସ୍ ଟା ଦରକାର, ସେଇ ଯୋଉ ସର୍ଫେସ ମାନେ ସିଏ ଅନ୍ୟ ଜାଗା ତିଆରି ହଉଛି, এই ଯୋଉ ସର୍ଫେସ ଟା ପାଇଁ ଏଇଆ ଦରକାର। ସୋଲ ଲେବୁଲକୁ ଆସିବା ସିଫ୍ଟ ଉଠିବ କୋଉଠୁ ନା କୋଉ ଯଦି ଆସି ସର୍ଫେସ ରୁ ସେଠିକି ଆସିବ, ଯାହାକୁ ଅଲଗା ଭାଷାରେ କହନ୍ତି ସାଇକିସାଇଜେସନ। ଏ କଥା ଶୁଣି ସାରିଲା ପରେ ମୁଣ୍ଡ ପିଟି ଦେଲେ ଭାଇ ହବ ନା, କାହିଁକି ଅଯଥା 25 ବର୍ଷ ଛାଡି 5 ବର୍ଷ ପରେ ହେଲା ବି ହବ ନାହିଁ। ଏଇ ଶବ୍ଦଟାର ନାଁ ହଉଛି ଯୋଉ କହିଲି ସିଫ୍ଟ ଇନ କନସିୟସନେସ। କୋଉଠୁ ଆସିବେ ନା ସର୍ଫେସ ରୁ ସୋଲ କୁ, ଏଇଆକୁ କହନ୍ତି ସାଇକିସାଇଜେସନ। ମୁଁ ବୁଝଉନି, ବୁଝେଇଲା ମାନେ ଏଠି ଦିନ ଚାଲିଯିବ, ସରିବ ନାହିଁ। ତେଣୁ ଗଲା ଏକ କେମିତି ସେଥିପାଇଁ ମେଥଡ କଣ, ଯୋଉ ସାଇକିସାଇଜେସନ କହୁଛନ୍ତି ମୁଁ ଯୋଉ ଆଣିବି ତାର ମେଥଡ କଣ? ପ୍ରଥମ ମେଥଡ ହଉଛି କଣ ବିୟଣ୍ଡ ଇଗୋ। ସ୍ପିରିଚୁଆଲିଜମର ପ୍ରଥମ କଣ୍ଡିସନ ଯଦି ଆପଣ କହିବେ, ଯଦି ମୁଁ ଆଧ୍ୟାତ୍ମ ସେଥିରେ ହଉଛି କଣ ଲ୍ୟାକ୍ ଅଫ ଇଗୋ। ଅହଙ୍କାର ଯଦି ସାମାନ୍ୟ ଅଛି, ମୁଁ ସ୍ପିରିଚୁଆଲ ଲାଇନରେ ନାହିଁ। ସ୍ପିରିଚୁଆଲ ଲାଇଫରେ ଯେତେବେଳେ କାମ କରିବେ, ସେକେଣ୍ଡ କଣ୍ଡିସନ ହଉଛି ମନ ପ୍ରାଣ ଭିତରେ ଜମା ନଥିବେ। ସେକେଣ୍ଡ ଫାର୍ଷ୍ଟ କଣ୍ଡିସନ। ସେକେଣ୍ଡ କଣ୍ଡିସନ ହଉଛି ଇଗୋଲେସନେସ। ଯଦି ଅହଙ୍କାର ସାମାନ୍ୟ ଟିକେ ଅଛି, ତାମାନେ ମୁଁ ଯେ ରାସ୍ତାରେ ନାହିଁ। ଇଏ ହେଲା ପ୍ରଥମ କଥା। ହଉଛି କଣ ହଉଛି ନା ବିୟଣ୍ଡ ଇଗୋ ଲେବୁଲକୁ ପଳେଇଯିବ। ଇଗୋ ଅଛି, କିଛି ବାଟ ପର୍ଯ୍ୟନ୍ତ ଅଛି, ତାପରେ ଇଗୋ ଆଉ ଧରିବନି। ତାପରେ ବିୟଣ୍ଡ ମାନେ ତା ଉପରକୁ ଉଠିବାକୁ ପଡିବ, ଫାର୍ଷ୍ଟ କଣ୍ଡିସନ। ସେକେଣ୍ଡ କଣ୍ଡିସନ ହଉଛି କଣ ଟ୍ରୁ ସୋଲ ସାଇକିକ ରିଭିଲେସନ। ରିଭିଲେସନ ଅପୋଜିଟ ହଉଛି କଣ କନସାଇଲ ହେଇକି ରହିଛି, କନସିଲ ହେଇକି ଲୁଚିକି ରହିଛି। ଯୋଉ ଚୈତ୍ୟ ସତ୍ତା ଆପଣଙ୍କ ଭିତରେ ଅଛି, ସମସ୍ତଙ୍କ ଭିତରେ, ମୋ ଭିତରେ, ପିଲାଙ୍କ ଭିତରେ, ସମସ୍ତଙ୍କ ଭିତରେ ଅଛନ୍ତି। ତେଣୁ କଣ ହବ ନା ରିଭିଲେସନ ହବ। ରିଭିଲେସନ ଅପୋଜିଟ ହଉଛି କଣ କନସିଲ ହେଇକି ରହିଛି। এটা ହଉଛି ସେକେଣ୍ଡ କଣ୍ଡିସନ। ୟାକୁ ଶୁଣି ସାରିଲା ପରେ ପ୍ରଥମ କହିଛି, ଆପଣ କହିବେ ଭାଇ ମୋର ଆଉ ଦରକାର ନାହିଁ, ମୁଁ ଚାଲୁଛି। ତୃତୀୟ କଣ୍ଡିସନ କଣ ହଉଛି ବି ସମଥିଙ୍ଗ। ଯୋଉ କହିଲେ ଯୋଉ କିଛି ହେଇ ଉଠାଉ ଯଦି କହୁଛନ୍ତି, ବି ସମଥିଙ୍ଗ ମାନେ କଣ ହବାକୁ ହବ? ଷ୍ଟପ୍ ବିଙ୍ଗ ଯାହାକୁ କହନ୍ତି ମାଷ୍ଟର୍ଡ ବାଇ ଦ, କଣ ହଉଛନ୍ତି ମାନେ କଣ ହଉଛି ମାଷ୍ଟର୍ଡ ହେଇଯାଉଛି, ଯୋଉ ମୋ ଭିତରେ ଅଛି, ଯୋଉ ଆବୃତ ହେଇକି ରହିଛି। ମୋ ଆଗରେ ଯୋଉ କସ୍ମିକ ଇଗ୍ନୋରାନ୍ସ ଅଛି, ଯୋଉ କସ୍ମିକ ଇଗ୍ନୋରାନ୍ସ ର ଭେଲ ଅଛି, କାଟ ଆଗେ ତାକୁ, ନହେଲେ ଯିବ କେମିତି? ମୁଁ ତ ଜାଣୁଛି ରାସ୍ତାଟା ଆଗରେ ହଉଛି ବୈତରଣୀ ନଦୀ କୂଳ, ତା ସେପଟରେ ଆଉ କିଛି ମୁଁ ଯାଇପାରିବି ନା, ମଝିରେ ନଈଟା। ତେଣୁ ତ ମୁଁ ରହିଗଲି, ମତେ ଇଚ୍ଛା କଲେ ବି ମୁଁ ଯିବି ନାହିଁ। ସେଇଭଳିଆ ଗୋଟେ ଭେଲ ଅଛି, ଭଗବାନ ଆପଣଙ୍କ ଭିତରେ ଗୋଟେ ଭେଲ ଅଛି। ଭେଲ ମାନେ କଣ? ଆବରଣଟା, ସେପଟକୁ ଦେଖି ପାରୁନାହାନ୍ତି ବା ଅନ୍ୟମାନେ କେହି ଦେଖୁନାହାନ୍ତି, ଆପଣ ଟିକେ ଦେଖିପାରନ୍ତି। ଶ୍ରୀ ଅରବିନ୍ଦ ତାକୁ ବର୍ଣ୍ଣନା କରିଛନ୍ତି। ମଣିଷର ଦିଟା ଗୋଟେ ଜାଗାରେ ଶହ ମାନେ ଲେଖିଛନ୍ତି, ଦୁଇଟା ତିନିଟା ଲାଇନ ଭିତରେ ଦିଟା ଜିନିଷ, ଦିଟା ପଜିଟିଭ ପଏଣ୍ଟ ଲେଖିଛନ୍ତି, ଦିଟା ନେଗେଟିଭ ପଏଣ୍ଟ ଲେଖିଛନ୍ତି। ପଜିଟିଭ ଲାଇନ କହିଲେ କଣ? ମ୍ୟାନ ଦ ଲିଡର ହିୟର ୱିଥ ଆନ୍ ଅନସର୍ଟନ ମାଇଣ୍ଡ alone who stares at the future's covered face। ମଣିଷ କରିଛି କଣ? ଲିଡର ହିୟର। ପ୍ରଥମ ପଏଣ୍ଟ ହଉଛି ତାର ଲିଡର ହିୟର, ଅନ୍ୟମାନେ ତା ପଛରେ ଅଛନ୍ତି, ସେ ଲିଡ କରୁଛି। କଣ କରୁଛି? alone who stares at the future's covered face। ଯୋଉ ଭବିଷ୍ୟତର ମୁହଁଟା ଆବୃତ ହେଇକି ରହିଛି, ତାକୁ କେହି ଦେଖିପାରୁନାହାନ୍ତି, ମଣିଷ ଦେଖିପାରୁଛି। ସାଧାରଣ ମଣିଷ ନୁହେଁ, ଆପଣ ମାନେ ଯୋଉମାନେ ବସନ୍ତି, ଆପଣଙ୍କ କଥା କୁହାଯାଇଛି। କିନ୍ତୁ ତାର ପ୍ରୋବ୍ଲେମଟା ହଉଛି କଣ? ଅନସର୍ଟନ ମାଇଣ୍ଡ। ଅନସର୍ଟନ ମାଇଣ୍ଡ କଣ ଜାଣିଛନ୍ତି? ଶ୍ରୀ ଅରବିନ୍ଦ 100 ପ୍ରକାର ମନ କଥା ଲେଖିଛନ୍ତି, ତା ଭିତରୁ ଗୋଟିଏ ପ୍ରକାର ମନ ହଉଛି ଅନସର୍ଟନ ମାଇଣ୍ଡ, ଅନିଶ୍ଚିତ ମନ। ଏବେ ଗୋଟାଏ କଥା ଭାବୁଛି, ଅଧଘଣ୍ଟା ପରେ କୁଆଡେ କଣ ହେଲା। ତାର ଆରପଟି ଆଉ ଗୋଟେ କଣ? ଲିଫ୍ଟେଡ ଦ ବର୍ଡନ ଅଫ ହିଜ ଫେଟ୍। ଯେମିତି କହନ୍ତି ନା ବୋଝ, ଯୋଉ ଭାଗ୍ୟର ବୋଝକୁ କାନ୍ଧରେ ପକେଇ ଯାଉଛନ୍ତି। ସାଧା ଥାନ୍ତେ ଅନ୍ତତଃ ଚାଲି ଦୌଡ଼ି ପଳେଇ ଯାଇଥାନ୍ତେ, ଉଡିବା କଥା ଛାଡନ୍ତୁ। କିନ୍ତୁ ବୋଝଟା ଏମିତି ନେଇଛନ୍ତି, ଚାଲିବାର ସାମର୍ଥ୍ୟ ନାହିଁ। ତେଣୁ ମଣିଷ ଏମିତି ଅବସ୍ଥାରେ ଅଛି। କିନ୍ତୁ ଗୋଟେ ପଏଣ୍ଟ ହଉଛି କଣ? ସେମାନଙ୍କ କଥା କହୁନି, ଆପଣ ମାନେ ଯୋଉମାନେ ବସିଛନ୍ତି ସେଇମାନଙ୍କ କଥା କୁହାଉଛି।
ଭବିଷ୍ୟତର ମୁହଁକୁ ଆପଣ ଦେଖିପାରୁଛନ୍ତି। ତେଣୁ ଏଇ ଯୋଉ ଜିନିଷ କଲେ କଣ ବି ସମଥିଙ୍ଗ କଣ ହଉଛି ଡିଭାଇନ ସ୍ପାର୍କ ବା ଆପଣ କଣ ହଉଛି ସୋଲ ବୋଲିକରି ଯାହାକୁ କହୁଛନ୍ତି ସେଇଟାକୁ ହେଇ ଉଠିବାକୁ ଚେଷ୍ଟା କରନ୍ତୁ। ମନ ପ୍ରାଣ ଭିତରେ ଶରୀର ଭିତରେ ରହିବାକୁ ଚାହୁଁନାହାନ୍ତି। ମନ ପ୍ରାଣ ଶରୀର ହଉଛନ୍ତି ତା ଚାକର ଇନଷ୍ଟ୍ରୁମେଣ୍ଟ। ଆପଣ ଇନଷ୍ଟ୍ରୁମେଣ୍ଟ ଅଫିସ ଯାଇଛନ୍ତି ଚିଫ୍ ଇଞ୍ଜିନିୟରକୁ ଦେଖା କରିବା ପାଇଁ ତା ପିଅନଟା ପାଖରେ ଯାଇକରି ପହଞ୍ଚନ୍ତି ସିକ୍ୟୁରିଟି ଗାର୍ଡ ପାଖରେ ଯାଇକରି ମୁଣ୍ଡ ନୁଆଉଛନ୍ତି। ସମ୍ଭାବନା କେତେ ଅଛି? ତେଣୁ ଯାହା ଯୋଉ ହିସାବ କରିବେ। ତାର ପରବର୍ତ୍ତୀ ବୟସରେ ସେକେଣ୍ଡ ପଏଣ୍ଟକୁ ଆସନ୍ତୁ। ସମୟ ହେଇଗଲାଣି ଅଲମୋଷ୍ଟ ଆଉ 5 ମିନିଟ୍ ଖଣ୍ଡେ ଦେଇ ହବ ଭାଇ? ଯଦି ଆପଣଙ୍କ ଧୈର୍ଯ୍ୟ ଅଛି 5-10 ମିନିଟ୍ ଯଦି ବସି ହବ ଟିକେ ଖାଲି ମୁଁ ପଏଣ୍ଟଟା କହୁଛି ତା ଭିତରକୁ ଯାଉନି ଖାଲି ପଏଣ୍ଟଟା କହୁଛି। ପ୍ରଥମ ପଏଣ୍ଟଟା କହିଲେ କଣ ସିଫ୍ଟ ବିୟଣ୍ଡ ଦ ସରଫେସ୍। ଯଦି ହବା ପାଇଁ ହଉଛ ୟାକୁ ବାହାରି ଯାଅ ନହେଲେ ନାଇଁ ତମେ ଛୁଇଁ ପାରିବନି ଯାଇପାରିବନି। ଦ୍ୱିତୀୟ କଥା କଣ ହଉଛି ଯାହାକୁ କହୁଛନ୍ତି କଣ ବି ବିଫୋର ୟୁ ଡୁ। କଣ କରିବାକୁ ଆସିଛି ନା କରିବାକୁ ଆସିଛି। ଆରେ କଣ ମାନେ ଏଇ ଯୋଉ କାନ୍ଧରେ ଗୋଟେ ଧଳା ଗଞ୍ଜିରେ ଆର୍ମି ଅଫ ଲାଇଟ ଫରେନର କଣ ୟାକୁ ଲେଖିଲେ କଣ କିଏ ହେଇଯିବ କି? ଯଦି ହେଇଯାଇଥାନ୍ତା ଆଉ ସମସ୍ତେ ଲେଖି ବୁଲିଥାନ୍ତେ ଆମର କିଛି ଆବଶ୍ୟକତା ନାହିଁ। ତେଣୁ କହିଲେ ମୁଁ ଏମିତି କରୁଛି ଯନ୍ତ୍ରଟା ଭୁଲି ଯାଆନ୍ତୁ ବେକାର କଥା। ନିଜକୁ ଭୁଲେଇବା କଥା ନହେଲେ ଖାଲି କଣ କହିଲେ ବୁଲି ବୁଲିକି ଲୋକଙ୍କୁ ଠକିବା କଥା ନହେଲେ କିଛି ନାହିଁ। ଠକିକରି କିଛି ଲାଭ ନାହିଁ। ତେଣୁ କହିଲେ କଣ ମା ଷ୍ଟ୍ରେଟ ଶ୍ରୀ ଅରବିନ୍ଦ କହୁଛନ୍ତି ବି ବିଫୋର ୟୁ ଡୁ। କରିବା ପାଇଁ ମୋର ଯୋଗ୍ୟତା ଆସିଲାନି ମାନେ ମୁଁ ତ ମୂଳରୁ କିଛି କାମ ହିଁ ଜାଣିନାହିଁ। ମତେ ଗୋଟେ ଲୋକ ଯାଇକି ଇଞ୍ଜିନିୟର ହିସାବରେ କିଏ କାହିଁ ଆପଏଣ୍ଟମେଣ୍ଟ ଦବ କୁହନ୍ତୁନି। ମତେ ବୁଝନ୍ତୁନି। ମତେ ଗୋଟେ ସିଧାସଳଖ ଜିନିଷ ବୁଝାନ୍ତୁ। ଭାଇ ବର୍ତ୍ତମାନ କରୁଛନ୍ତି କୋଅର୍ଡିନେଟ କରୁଛନ୍ତି ତାଙ୍କର ଅଭିଜ୍ଞତା ଅଛି ବୋଲି ଭାଇ ତାକୁ ଦିଆଯାଇଛି। ଯଦି ତାଙ୍କର ଅଭିଜ୍ଞତା ନଥାନ୍ତା ଆପଣଙ୍କ ଭଳି ଅନେକ ଲୋକ ଆଉ କିଏ ଆସିକି ଏଠି ବସିଥାନ୍ତେ। ତେଣୁ ସେଇ କଥା କହୁଛନ୍ତି ଯଦି ଧାନ ବିଲରେ ବି ଧାନ ଜଳିବାକୁ ଚାହୁଁଛୁ ଆଗେ ଧାନ ବିଲ ପାଇଁ ଯୋଉ ଯୋଗ୍ୟତା ଅଛି ତାକୁ ଆପଣ ଆରମ୍ଭ କରନ୍ତୁ। ବିଫୋର ୟୁ ଡୁ। ଯଦି କିଛି କରିବାକୁ ଚାହୁଁଛନ୍ତି ତୁ କହନ୍ତି ନା ମାନେ ଯନ୍ତ୍ର ହେଇଗଲେ ନା ଯନ୍ତ୍ର ଏମିତି କେହି ହୁଅନ୍ତି ନାହିଁ। ଯନ୍ତ୍ର ପାଖକୁ ଗଲାବେଳକୁ 7ଟା ସ୍ତର ଅଛି। ମୁଁ ନ ବୁଝିକରି ମୁଁ ଭଗବାନଙ୍କର ଯନ୍ତ୍ର ଏମିତି ସବୁ କଣ କହିଦେଲେ କିଛି ହୁଏ କି? ପଢିବାକୁ ପଡିବ ଜାଣିବାକୁ ପଡିବ ହବାକୁ ପଡିବ। ତେଣୁ କଣ କହିଲେ କଣ ହଉଛି ବି ବିଫୋର ୟୁ ଡୁ। ତମେ ଯଦି କିଛି କରିବାକୁ ଚାହୁଁଛ ହବା ପାଇଁ ଚାହୁଁଛ ଆଗେ ଯୋଗ୍ୟତା ହୁଅ। ମୁଁ ମୂଳରୁ ପରୀକ୍ଷା ଦେଇନି ମତେ କିଏ ନେଇକି ସିଓ କରିକି ନେଇକି ବସେଇବ ମତେ କୁହନ୍ତୁନି। ମୁଁ ଜାଣିନି ମାନେ ପାଣି ଦବା ପାଇଁ ଅଯୋଗ୍ୟ। ତେଣୁ ଯାହା ହବା ପାଇଁ ଯାଉଛ ଆଗେ ହୁଅ ତାପରେ କାମ କରିବାକୁ ଯିବ। ତାର କିଛି ସବ୍ ପଏଣ୍ଟ ଶ୍ରୀ ଅରବିନ୍ଦ ଦେଲେ କହିଲେ କଣ କରିବା ପାଇଁ ଯାହା କହୁଛନ୍ତି ଆଇଡେଣ୍ଟିଫିକେସନ କହୁଛନ୍ତି ଆଇଡେଣ୍ଟିଫାଇ ୟୋର ଏଫର୍ଟ। ମୁଁ ନିଜ ପାଇଁ କରିବାକୁ ଆସିନି ଭଗବାନ ତୋ କାମ କରୁଛି ଯଦି ଯଥା ନିଯୁକ୍ତ ତଥା କରମି। ଆପଣ ସେଇଠି କହିବେ କାହିଁକି ତାର ଅର୍ଜୁନ ଯଦି କହିଲା ତାର କଣ ଭୁଲ ହେଲା ଭଗବାନଙ୍କ ପାଖରେ ରହିଛି ମୁଁ ବି ରହ ଟିକେ ଡ୍ରାମା କରେ ଲୀଳା କରେ ଦେଖିବା କଣ ହଉଛି। ଏମିତି କରିବେନି ଭଗବାନଙ୍କ ସହିତ ହେଲା। ଅର୍ଜୁନ ଯୋଉ ଲୀଳା କଲା ତାର 2ଟା ଲାଭ ହେଲା। ଭଗବତ ଗୀତା ଲେଖା ହେଲା। ଦ୍ୱିତୀୟ କଥା ହେଲା କଣ ନା ବିଶ୍ୱରୂପ ବୋଲି ଗୋଟେ ଅଛି ବୋଲି ଜାଣିଛନ୍ତି। ମା ବି ମଧ୍ୟ ଆପଣଙ୍କୁ 2 ଥର ବିଶ୍ୱରୂପ ଦେଖେଇଛନ୍ତି। ମୁଁ ଜାଣିନି ଆପଣ ଦେଖିଛନ୍ତି କି ନାହିଁ। ମା ଆପଣଙ୍କୁ ଥରେ ନୁହେଁ 2 ଥର ତାଙ୍କର ଭୁବନ ମୋହିନୀ ବିଶ୍ୱରୂପକୁ ଆପଣଙ୍କ ଆଗରେ ଥୋଇଲେ। ମୁଁ ଜାଣିନି ଆପଣ ମାନେ ଦେଖିଛନ୍ତି କି ନାହିଁ। କିନ୍ତୁ ଆମେ ମାଙ୍କ ରୂପକୁ ଛାଡି ଦେଇକରି ଯାଉଛୁ। କେବେ ଗୋଟିଏ ମହାଭାରତ ଯୁଦ୍ଧ ହେଇଥିଲା ଅର୍ଜୁନଙ୍କ ଆଗରେ ଶ୍ରୀକୃଷ୍ଣ ଆସିକରି ତାଙ୍କର ବିଶ୍ୱରୂପ ଦର୍ଶନ କରିଥିଲେ। କାରଣ ଆମେ ବି ସେଇ ଅତୀତରୁ ବଞ୍ଚିଲୁ। ଖାଲି କଣ ହଉଛୁ ସିଏ ଯାହା କରୁଥିଲେ ଆମେ ସେଇଆ କରୁଛୁ କେବଳ ମା ହେଇକରି କରୁଛୁ ନହେଲେ ଆଉ କିଛି କରୁନାହୁଁ। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ଟ୍ରୁ ନଲେଜ ଇଜ ବିଙ୍ଗ। କଣ ହଉଛି ଟ୍ରୁ ନଲେଜ? ସେଇ ଯୋଉ କଣଟା ଆମର ଜ୍ଞାନଟା କଣ ନା ମୁଁ ତ ଯାଉ ୟୁନିଭର୍ସିଟିରେ ପାଠ ପଢିଛି ଫାର୍ଷ୍ଟ କ୍ଲାସ ଡିଗ୍ରୀ ନେଇକରି ପହଞ୍ଚିଛି ମୋ ପାଖରେ ସାର୍ଟିଫିକେଟ ଅଛି PhD ଅଛି ବସିଛି ମୁଁ ଚାକିରି କରୁଛି ଏଟା କିଛି ଫରକ ନାହିଁ। ସେଟା ହଉଛି ସର୍ଫେସର ଟ୍ରୁ ନଲେଜ ଯୋଉଟାକୁ ଯାଉଛନ୍ତି ଟ୍ରୁ ନଲେଜ ଇଜ ବିଙ୍ଗ। ଯୋଉ ବାସ୍ତବ ଜ୍ଞାନ ଟ୍ରୁ ନଲେଜ ଇଗ୍ନୋରାନ୍ସ ନଲେଜ ଟ୍ରୁ ନଲେଜ ତାପରେ ୱିଷ୍ଟମ ର ଅଲ୍ଟାରକୁ ଗଲେ ସେତେବେଳେ ଆପଣ କଣ ହେଇଯିବେ ନା ରାଜା ହେଇଯିବେ ସମ୍ରାଟ ହେଇଯିବେ ଆସିକି ପହଞ୍ଚିବା ଆରମ୍ଭ କରିବେ। ଇଏ ଯୋଉ ଜ୍ଞାନ ଗୁଡାକ ସର୍ଫେସ ବା ସବସର୍ଫେସ ନଲେଜ। ତେଣୁ କହୁଛନ୍ତି ଟ୍ରୁ ବିଙ୍ଗ ଯାହାକୁ କହୁଛନ୍ତି ନଟ୍ ଟୁ ବି କଣ ହଉଛନ୍ତି ଯାହାକୁ କହୁଛନ୍ତି କଣ ଚିନ୍ତା କରିକି ବା ପାଠ ପଢିଥିଲେ କୋଉଠି ସେ ଜ୍ଞାନ ଆସେ ନା। ସେ ଜ୍ଞାନଟା ଆସିବ କଣ କୋଉଠି କେମିତି ଆସିବ ନା ଯେତେବେଳେ ତମେ ହୋଇ ଉଠିବା ଆରମ୍ଭ କରିବ। କହିଲେ ଜ୍ଞାନଟା ମୁଁ ପାଇବି କେତେବେଳେ ନା ବିକମିଂ ଷ୍ଟେଜରୁ ଯେତେବେଳେ ତମେ ନୋଇଂ ଷ୍ଟେଜରୁ ଯେତେବେଳେ ଆଗକୁ ଚବିଯିବ ତାପରେ ନଲେଜ ଆସିକି ପହଞ୍ଚିବ। ସିଏ କିନ୍ତୁ କିଛି ଲୁଚେଇ ନାହାନ୍ତି। ପ୍ରୋବ୍ଲେମ ହଉଛି ଆମେ ପଢୁନୁ ଆ ଚାଟରୁ ଶୁଣି ଦୀପତ ଯାଇକି କଣ କହିଦଉଛୁ କଣ ପଢୁଛୁ ଆମେ ନିଜେ ବୁଝୁନୁ। ଶ୍ରୀ ଅରବିନ୍ଦ ଷ୍ଟ୍ରେଟ କହିଲେ ନଲେଜଟା ସେତିକି ବେଳେ ହବ କଣ ନା ନୋଇଂ ଷ୍ଟେଜର ବିୟଣ୍ଡକୁ ଯିବ। ପିଲାମାନେ ପାଠ ପଢୁଛନ୍ତି ମୁଁ ଭାବୁଛି ସବୁ ଯାକ ଆମରି ପିଲା ପାଣି କୋଇଲି ପିଲା ବୋଧେ ମୁଁ ଭାବୁଛି ସେମାନେ ନୋଇଂ ଷ୍ଟେଜରେ ଅଛନ୍ତି ING ଷ୍ଟେଜରେ ଅଛନ୍ତି। ଯେତେବେଳେ ନୋଇଂ ଷ୍ଟେଜର ବିୟଣ୍ଡକୁ ଚାଲିଯିବେ ସେମାନଙ୍କ ପାଖରେ କଣ ନା ମୁଁ 10ମ ଶ୍ରେଣୀ ଫାଟିଦେବେ ପାଇଲି। ସେଟା ହଉଛି ସାଧାରଣ ଭାବରେ ନଲେଜ। କିନ୍ତୁ ଏଟା ଯୋଉଟା ସ୍ପିରିଚୁଆଲ ନଲେଜ ଜ୍ଞାନ କରିବାକୁ ଆସୁଛି ନା ଆମେ ସବୁ ନୋଇଂ ଷ୍ଟେଜରେ ଅଛୁ। ଶ୍ରୀ ଅରବିନ୍ଦ ନୋଇଂ ଷ୍ଟେଜ ମାନେ କୋଉ ଷ୍ଟେଜରେ ଅଛୁ? ଶ୍ରୀ ଅରବିନ୍ଦ ତ 10% ଲେଖିକିରି ଜାଣିଲେ 90%କୁ ଛାଡିକିରି ଯାଇଛନ୍ତି। ଆମକୁ ହୋମୱାର୍କ ଦେଇଛନ୍ତି ସେ 90% ପଢ। ସେ 10%କୁ ଆମେ ଗୋଳାମାଳି ରଖିଛୁ 10 ଜନ୍ମରେ ମଧ୍ୟ ହେଇପାରୁନି। କେତେ ବାଟାବରଣ ହବ? ତାର ପରବର୍ତ୍ତୀ ଅବସ୍ଥାରେ ଆସିକି ପହଞ୍ଚୁଛନ୍ତି ଯାହାକୁ କହୁଛନ୍ତି ବି। ତାର ପରବର୍ତ୍ତୀ ଜିନିଷ ହଉଛି କଣ ନା ଟ୍ରାନ୍ସଫରମେସନ ଅଫ ଦ ନେଚର। କିଛି ବାଟ କରୁଛୁ ପୁଣି ସେ ଫେରି ଆସୁଛି 2 ପାଦ ଯାଉଛୁ 3 ପାଦ ଆମ ପାଖକୁ ଫେରି ଆସୁଛି। ତେଣୁ ଆମେ ବି ବିକମିଂ ଆମ ପାଖରେ ତ ଗୋଟେ $1 ବିଲିୟନ କ୍ୱେଶ୍ଚିନ୍। ତେଣୁ କହୁଛନ୍ତି ଟ୍ରାନ୍ସଫର୍ମ କରିଦିଅ। ଟ୍ରାନ୍ସଫର୍ମ ମାନେ କରିଥିଲେ କଣ ତ ଜାଣିଛ ନା ହୀରାଟା କେବେ ଆଉ ଗଛ ହବ ନାହିଁ। ଗଛଟା ପୋତି ହେଇଗଲା ଡାଳ ଫାଳଟା ପୋତି ହେଇଗଲା ସିଏ ହେଲା କଣ ବ୍ଲାକ୍ ଡାଇମଣ୍ଡ କୋଇଲା ହେଇଗଲା। କୋଇଲାକୁ ପୋତି ଦେଲେ ସେ ହୀରା ହେଇଗଲା।
ବୁଝିପାରୁଛନ୍ତି ତ? କିନ୍ତୁ ହୀରାଟା କେବେ ଆଉ ଗଛ ହବ ନାହିଁ କି କୋଇଲା ହବ ନାହିଁ। ତେଣୁ ଆପଣ ରୂପାନ୍ତରିତ ହେଇଯାଆନ୍ତୁ। ଥରେ ଚାଲିଗଲେ ତା ପରବର୍ତ୍ତୀ ଅବସ୍ଥାକୁ ଦେଖିବେ। ଯଦି ଏଇଠି ଥିବେ 2 ପାଦ ଯାଉଛି 3 ପାଦ ପଛି ଯାଉଛି ମାନେ ଯିବାର ସମ୍ଭାବନା ବହୁତ କମ। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି କଣ ବି କଣ ହବ ନା ଏଷ୍ଟାବ୍ଲିଶ ଦ କନସିୟସନେସ ଅଫ ସାଇକିକ ବିଙ୍ଗ। ମୁଁ ମନ ପ୍ରାଣ ଶରୀରର ଚେତନା ନେଇକି କିଛି ହବ ନାହିଁ। 25 ବର୍ଷ ହେଲାଣି ଚାଲିଛି, ଏଥର ସିଲଭର ଜୁବଲି ହେଲେ ଆଉ କିଛି ଦିନ ଗଲା ପରେ 50 ବର୍ଷ ଆମେ ଗୋଲ୍ଡେନ ଜୁବଲି ଆସି ପାଳିବା ଆଉ କିଛି କୁଆଡେ ଯିବା ନାହିଁ। ଜିତ ଯାଏଙ୍ଗେ ହମ ତୁ ଅଗର ସଙ୍ଗେ, ନିଶ୍ଚିତ ଆସିବା, ସେଥିରେ କିଛି ଅସୁବିଧା ନାହିଁ। ଯଦି ଭଗବାନ ଚାହିଁବେ କଣ ନ ହବ। कहरे किए से ସବୁଜଏ ବନ ନୀଳ ଆକାଶେ, ଝଟକାଏ ତା ଜ୍ୟୋତିର ପ୍ରକାଶେ, କଥାରେ ଯାହାର ବହେରେ ପବନ, କହ କାହା ଦେଶରେ ବରସାଏ ବରସ। ନିଶ୍ଚିତ ଆସିବା। ଜିତ ଯାଏଙ୍ଗେ ହମ ତୁ ଅଗର ସଙ୍ଗେ, ଜିନ୍ଦଗି ହର କଦମ ଏକ ନଇ ଜଙ୍ଗେ। ତାର ପରବର୍ତ୍ତୀ ଅବସ୍ଥାରେ ଆସନ୍ତୁ। କଣ ହଉଛି ଥାର୍ଡ ଫେଜ୍। ଆଉ 2-3 ମିନିଟ୍ ନଉଛି ଆପଣଙ୍କ ସମୟ। ମୁଁ ଜାଣୁଛି ମୋର ଏଥିରେ ନଥିଲା, ତଥାପି ମୁଁ ଭାବୁଛି ଆପଣଙ୍କ ମାନଙ୍କର ଖୁସି ହଉଛି ଅନ୍ତତଃ ଆପଣ ମାନେ ମତେ ଠିଆ ହେବା ପାଇଁ ସୁଯୋଗ ଦେଇଛନ୍ତି। ଆଚ୍ଛା, ତାପରେ ହଉଛି କଣ ନା ଡାଇନାମିକ ଇଭଲ୍ୟୁସନ। ଡାଇନାମିକ ଇଭଲ୍ୟୁସନ ମାନେ ଜାଣୁଛନ୍ତି ତ? ଇଭଲ୍ୟୁସନ ମାନେ ଗୋ ଫରୱାର୍ଡ ଅର ଗୋ ଅଫ୍। ଉପରକୁ ଯିବା ହଉଛି ବିବର୍ତ୍ତନ। ଆମେ ତାକୁ ଧରି ଦଉ ଇଭେନ ହରାଇଜଣ୍ଟାଲିକି ଯିବାକୁ ମଧ୍ୟ ଟୁ ସମ୍ ଏକ୍ସଟେଣ୍ଟ ଆମେ ନଉ ଇଭଲ୍ୟୁସନ ବୋଲିକିରି। ଇଭଲ୍ୟୁସନ ବୁଝାଉଛନ୍ତି କେମିତି ନା ସେ 2 ପ୍ରକାର ଇଭଲ୍ୟୁସନ ଅଛି। ପାଠ ପଢିବେ, ପାଠ ପଢିବା ମାନେ ଛାଡନ୍ତି ଭାଷଣ ପଢିବା ଛାଡିକିରି ପାଠ ପଢିବାକୁ ଚେଷ୍ଟା କରନ୍ତୁ। ସବୁ ହବ ନାହିଁ ମୁଁ ଜାଣିଛି। ଦିନରେ ମୁଁ ୟାକୁ ଯାହାକୁ ଆପଣଙ୍କୁ କହୁଛି 30 ବର୍ଷ ପୂର୍ବରୁ ପଢିଥିଲି। ଦିନକୁ 18 ଘଣ୍ଟା ପାଠ ପଢୁଛି। କଣ ପଢୁଛି ତାର ଗୋଟେ କିନ୍ତୁ ପଢୁଥିବି ନା ନାହିଁ। ସେଇଭଳିଆ ସ୍ତରକୁ ଆପଣ ଯିବା ପାଇଁ ଚେଷ୍ଟା କରନ୍ତୁ। ସମସ୍ତେ ଯାଇପାରିବେ ନାହିଁ, କିନ୍ତୁ ଯଦି କିଏ ଯାଇପାରିବ ଚାଲନ୍ତୁ। ଗୋଟିଏ ମାଙ୍କଡରୁ ଯଦି ଲୋକ ମଣିଷ ଆସି ସୁପ୍ରମେଣ୍ଟାଲ ବ୍ୟାଙ୍କିଙ୍ଗ ଆସି ତିଆରି ହେଲେଣି, ଗୋଟିଏ ମାଙ୍କଡ ବାହାରିକି ଆସିଥିଲା। ଆପଣମାନଙ୍କୁ ଯଦି ଜଣେ କିଏ ବାହାରି ପଡିବ ପୃଥିବୀଟା ବଦଳିଯିବ। ଶ୍ରୀ ଅରବିନ୍ଦ କହିଲେ even if the struggling world is left outside, one man's perfection still can save the world। ବାହାରେ ପଡିକିରି ଲୋକ ଛଟପଟ ହଉଥାନ୍ତି, ମୁଁ ତାକୁ ରକ୍ଷା କରିବା ପାଇଁ ତାଙ୍କ ଟୀକା ନେଇନି। ତାହେଲେ କିଏ ହବ କେମିତି ନା one man's perfection still can save the world। ଆପଣ ମାନେ ଯୋଉମାନେ ବସିଛନ୍ତି ଜଣକ ଭିତରେ ସେଇ ପୂର୍ଣ୍ଣତାର ପବିତ୍ର ଯୋଉ ପାବନ ପ୍ରବାହ ହେଇଯାଏ, ତାହେଲେ ସେ ନିଜକୁ ନୁହେଁ, ନିଜ ପରିବାରକୁ ନୁହେଁ, ନିଜ ଗାଁକୁ ନୁହେଁ, ନିଜ ଦେଶକୁ ନୁହେଁ, ସାରା ପୃଥିବୀକୁ ରକ୍ଷା କରିଦେଇ ପାରିବ। ଚିନ୍ତା କରି ଦେଖନ୍ତୁ, ଏପର୍ଯ୍ୟନ୍ତ ପୃଥିବୀଟା ଅରକ୍ଷ ମାନେ ତା ମାନେ କେହି ଜଣେ ବି ହେଇନାହିଁ। ବୁଝିପାରୁଛନ୍ତି ତ ନାହିଁ? କେବଳ ଆଶ୍ରମ ହୁଅନ୍ତୁ ବା ଭାଟିକାନରେ ରୁହନ୍ତୁ ବା ଯୋଉଠି ବି ରୁହନ୍ତୁ, ମସ୍କା ମଦିନାରେ ରୁହନ୍ତୁ। କାହିଁକି ନା ମୁଁ କିଛି କହୁନି, ଶ୍ରୀ ଅରବିନ୍ଦ ଯାହା କହୁଛନ୍ତି। ଯଦି ୱାନ୍ ମ୍ୟାନ୍ସ ପରଫେକ୍ସନ, ବୁଝିପାରୁଛ ନା ପିଲାମାନେ, ବୁଝୁଛ ତ? ୱାନ୍ ମ୍ୟାନ୍ସ ପରଫେକ୍ସନ ଯଦି ଗୋଟିଏ ଲୋକ ଭିତରେ ପୂର୍ଣ୍ଣତା ଆସିଗଲା, ସେ ପୃଥିବୀଟାକୁ ବଞ୍ଚେଇ ଦବ। ପୃଥିବୀରେ ବଞ୍ଚେଇ ପାରୁନାହାନ୍ତି, ସବୁ ଯାକ ଅରକ୍ଷ। ତା ମାନେ କିଏ ଜଣଙ୍କର ପୂର୍ଣ୍ଣତା ଆସିଲାନି କି? ଆମେ କେବଳ ଗର୍ବ କରୁଛୁ ଯେ ଛାଡନ୍ତୁ। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ନା 2 ପ୍ରକାର ଇଭଲ୍ୟୁସନଟା ହଉଛି 2 ପ୍ରକାର। ଗୋଟେ ହଉଛି ଷ୍ଟାଟିକ ଇଭଲ୍ୟୁସନ, ଗୋଟେ ହଉଛି ଡାଇନାମିକ ଇଭଲ୍ୟୁସନ। ଷ୍ଟାଟିକ ଇଭଲ୍ୟୁସନ ମାନେ କଣ କହିଲେ, ଇଚ୍ଛା କରନ୍ତୁ ନ କରନ୍ତୁ ଗାଡି ଚାଲିଛି, ଆପଣ ବି ଚାଲିଛନ୍ତି, ଡଙ୍ଗା ଚାଲିଛି, ଆପଣ ତା ଭିତରେ ବସିଛନ୍ତି, ହଉଛି ଷ୍ଟାଟିକ। ଡାଇନାମିକ ଇଭଲ୍ୟୁସନ କଣ ନା କନସିୟସଲି ଆପଣ ଯାଇଛନ୍ତି, ମତେ ହିଁ ହବାକୁ ପଡିବ। ଦୁନିଆରେ କଣ ନହେଲା ମୋ ସେଥିରେ କଣ ବୁଝିବାର ଅଛି? ମୁଁ ଆସିନି ଆପଣଙ୍କର ଭାଇ ଦୁନିଆରେ କଣ ଖାଇଗଲେ କଣ ନେଇବା ପାଇଁ। ମତେ ଭଗବାନ ସେ କଥା ଦେଖିବାକୁ ଦେଇନାହାନ୍ତି। ଭଗବାନ ମତେ କହିଲେ, ସେ ଯେମିତି କହିଲେ ନା, ଗୋଟେ ଜାଗାରେ କାମ ହଉଥିଲା, କିଛି ଲୋକ କାମ କରୁଥିଲେ, କିଛି ଠକ ଆସି ତା ଭିତରେ ପହଞ୍ଚିଲେ, କାମ ନ କରିକି ଦରମା ନେଲେ। ଇଏ ସେଠୁ କାମ କଲେ। ଯେତେବେଳେ ମାସ ସରିଗଲା, ଭଗବାନ କଣ କଲେ, ତାଙ୍କୁ 2 ଦରମା ଡବଲ ଟ୍ୱାଇସ୍ ଦରମାର 2 ଗୁଣ ଲେଖା ଦେଇଦେଲେ। ଯୋଉମାନେ କାମ କରିଥିଲେ ସେ ଖୁସି, ସେ କିନ୍ତୁ ଦୁଃଖ କଲେ କଣ ଜାଣିଛ ନା, ଏମାନେ କାମ ନ କରିକି କେମିତି 2 ଗୁଣ ପାଇଲେ। ଭଗବାନ ତାଙ୍କୁ କମ୍ପ୍ଲେନ କଲେ। ଭଗବାନ କହୁଛନ୍ତି ତୋ ଦରମାରେ କିଛି ପ୍ରୋବ୍ଲେମ ହେଇଛି, ତୁ ତ 2 ଗୁଣ ପାଇଲୁ ନା। ହଁ, ଆରେ ସିଏ କାମ କରିନାହାନ୍ତି କଣ ମୁଁ ଜାଣିନି, ତାଙ୍କ କଥା ମୁଁ ଜାଣି, ସେ ହଉଛି ଷ୍ଟାର୍ଟିଂ। ଏମିତି ଚାଲିଛି କହିଲା ନା, ଯେମିତି ଚାଲିଛି ସେମିତି ଚାଲୁ, ଧାନ ବିଲରେ ଧାନ ନ ଫଳି, କେଣ୍ଡରା କେଣ୍ଡରା ଚାଉଳ ଫଳୁ, ଯେମିତି ଚାଲିଛି ସେମିତି ଚାଲୁ, କିଛି ଅସୁବିଧା ନାହିଁ। କିନ୍ତୁ ଆପଣ କଣ କରନ୍ତି, ଷ୍ଟାଟିକ ନେଇକି ଯାଆନ୍ତୁ, ଡାଇନାମିକ ଯାଆନ୍ତୁ। ବୁଝିପାରୁଛନ୍ତି ତ? ଡାଇନାମିକ ଶୁଣିଲେ ଶ୍ରୀ ଅରବିନ୍ଦ ଗୁଡା ମନ ଯେମିତି କହୁଛନ୍ତି, କଣ ହଉଛନ୍ତି, ଟୁ ନୋ ଦ ଡିଭାଇନ। ଭଗବାନଙ୍କୁ ଜାଣିଛନ୍ତି, ମୁଁ କେହି ଯଦି ଜାଣିଥାନ୍ତେ ତାହେଲେ ଶ୍ରୀ ଅରବିନ୍ଦ ଲେଖିଥାନ୍ତେ ଜୀବନର ଲକ୍ଷ୍ୟ ହଉଛି ଟୁ ନୋ ଦ ଡିଭାଇନ ବୋଲି ଲେଖିଥାନ୍ତି। ସେକେଣ୍ଡ କହୁଛି ଟୁ ବିକମ୍ ଦ ଡିଭାଇନ। ଏତେ ଲୋକ ଅଛନ୍ତି, ସବୁ ଯାକ ଅଛନ୍ତି, ଯଦି ହବା କଥା ବିକମ୍ କାହିଁକି ଲେଖିଲେ? ଆପଣ କହିବେ ନା ଏ ଜନ୍ମରେ ନୁହେଁ ଆର ଜନ୍ମକୁ ଦେଖିବା। ଥାର୍ଡଟା ହଉଛି ଟୁ ମାନିଫେଷ୍ଟ ଦ ଡିଭାଇନ। ତାର ଇଂରାଜୀରେ ଓଡିଆ ଆପଣ ପଢି ଦଉଛନ୍ତି। ମାନିଫେଷ୍ଟ କଣ ମାନେ ବୁଝିପାରୁଛନ୍ତି ତ? ଯେ ଅନମାନିଫେଷ୍ଟ ହେଇକି ରହିଛନ୍ତି ତାକୁ ମାନିଫେଷ୍ଟ କରିବେ। ଯୁଗ ଯୁଗରେ ଯୋଉ ଷ୍ଟାଟିକ ଇଭଲ୍ୟୁସନରେ କେତେ ଜନ୍ମ ଯିବ ଆପଣ ଜାଣନ୍ତି ନାହିଁ। ଆପଣଙ୍କ ମା କହିଦେଇ ଗଲେ ଗୋଟିଏ ଜନ୍ମ ଭିତରେ 2ଟା ଜନ୍ମ ଭିତରେ କେମିତି କରିବେ ସେଇ ଜିନିଷ କରନ୍ତୁ। ଆପଣ କହିବେ ମୁଁ ଜମା ଆଉ କରିବି ନାହିଁ, ଭାଇ ଦରକାର ନାହିଁ, ତୁ ତୋ ଘରେ ରହ, ମୁଁ ମୋ ଘରେ ରହିବି, ପାଠପଢା ବନ୍ଦ କରିଦେବେ, ପଳେଇବେ। କେତେ ଜନ୍ମ ଲାଗିବ ଚିନ୍ତା କରି ଦେଖନ୍ତୁ, ଭାବନ୍ତୁ। କିଛି ନାହିଁ ଭାଇ, ଦୁନିଆରେ କିଏ କଲା ନ କଲା କିଛି ନାହିଁ, ମୋର କରିବାର ଅଛି। କେହି ଯଦି ଜଣେ ଯିବେ ମୁଁ ଯିବି। ଯଦି ଶ୍ରୀ ଅରବିନ୍ଦ ହଜାର ବାର ଲେଖିଛନ୍ତି। ମାନେ 10 ଜଣ ନୁହେଁ, ବିଲିୟନର ଆପଣ ମାନେ ସମସ୍ତେ ବି ଚାଲିଯିବେ।
तार परवर्ती अवस्था कहते कौन डायनामिक इवोल्यूशन इंटीग्रल जो बीइंग हेबे बी रु बिकमिंग बुझीपे टिके टिके तेणु बुझेगा समय ना बुझे पारि ना तेणु कहते हेल्ला कौन करा पड़ो ना जोगर मध्यम हूँ गोटे हूँ पूर्ण जोग अन्य किसी ना आम तो सब टिके मुह मार्चुचे प्रतिदिन एनीवे बी स्पेसिफिक तार परवर्ती अवस्था कहते कौन ना ट्रांजिशनल बीइंग कनेक्टिंग लिंक बिटवीन द डेमिगॉड एंड द बीस्ट पछरे पशुत्व अच्छी आगरे देवत्व अच्छी मु पछुको छाड़ी पारु ना कि आगु को जाई पारु ना रूपार बापुटी पिंधि रूपा हेली नाही सुनार कंकण पिंधि सुना हेली नाही बौल मु जहा थिली ताहा रही गली मु किछि हेली नाही ना पशुत्व को छाड़िली ना देवत्व को छाड़िली ना मनीष को हजी पारिली ताहारी भितरे चलीचे खुशी होउची मन तो चलीची सेति श्री अरविंद को ट्रांजिशन माने मझिया मझी रहुछ ताकू छाड़ो आगो को चलो तापर को कुआड़ को जीवी छाड़ी तो आसिली नाउपाड़ू आसिक तो आसिक पहुंची मोर किसी असुविधा तो ना आसी कहीं ना तुमने बुलाया और हम चली आई रे तेणु मुझे जाऊँ ना बुलाई तो माँ को जमी गुआ दिया बंधु मैंने बाहागर को देखा साक्षात कहते ठीक से भाया बुली किसी लाभ ना कौन कहले हम कौन ना गोलटा कौन ना गोल माने कौन चिंता कर गोल माने कौन ना कौटी जावाक चाहूँ नाउपाड़ गोल नुहे कि जो दुखा दुलाकापाटना गोल नुहे कि गोविंदपुर गोल नुहे जोटा हूँ गोल से जाओ जोटा चिंता कर कौन हूँ बी द सेल्फ बी समथिंग कौन हूँ टू रियलाइज द वन्स आइडेंटिटी टू रियलाइज वन्स आइडेंटिटी श्री अरविंद लक्ष्य को हजार हजार प्रकार लिखिं पिला पचारे तो जीवन में करू कौन मु डाक्तर हेबी इंजीनियर हेबी जमी समस्त प्रश्न अलग अलग हुए से चेतनार विवर्तित अवस्था ठिया होता समस्ते जदि पचरा जाए तुम जीवन लक्ष्य कौन ताहले समस्त अलग अलग आसो आपण कहे एक केन्द्र केन्द्रीभूत एक भित्ति प्रतिष्ठित एक उत्सर उत्साहित जदि आम आसीचु माँ श्री अरविंद फिलोसफी पढ़ुचु लक्ष्य बदलुची कहीं श्री अरविंद हाथ जो खंडाटा नुहे कि 2 धारिया खंडा नुहे 200 धारिया खंडा केवल प्रोब्लेम हूँ कौन मुझे जानी पशि पारना पशि जाते जदि आप साकेत गोलक जो वैकुंठ को जीवार कौन आवश्यकता ना तार परवर्ती अवस्था कहते मानिफेस्टेशन मानिफेस्टेशन केमी कौन करेंगे टर्निंग वन्स एक्जिस्टेंस जहाँ को कहते इनटू द एक्सप्रेशन ऑफ द डिवाइन बीइंग निजर जो एक्जिस्टेंस केमी कौन करी ना जोगे ना मुझे प्रतिदिन करुँच ना केमी कौन जोग करुँच मत बुझानी ना माँ बही पढ़ुची दुर्गा स्तोत्र पढ़ुची समस्ते पढ़ुं तमें के नुआ कर आवश्यक ना ना केमी जानी करुँच बोली जोग ना मेरु चारिपटे बुलुथिबा बलद गुड़ाक संध्या बेले पचारुच कले भाई तो जीवन एक्सपेरिमेंट कौन टे कौन आज मुझे 100 किलोमीटर चली आपड़ टे नाकटा को बुले देवे बलदटा मेरु चारिपटे बुलूला पुणी 100 किलोमीटर कहला हाँ आज्ञा से भाया थे बुली आसिले 100 मीटर 10 थर मिसले माने 1 किलोमीटर 10 रे आउ थे 100 जब 1000 थर बुली आसिली मोर 100 किलोमीटर हो गला बलदटा खुशी अच्छी आम टे हसुचु हे बलदटा किंतु समय आमको आम जमी बलद को आंगुठी देखे कौच तू गोटे पशुटा समय सेमती आमको आंगुठी कर देखा कौच बाबा रे तू भी ताठू कम नुहे जमी बुलुचु सेमती ता बुलवाटा ते देखा जाऊँगी तो बुलवाटा ते देखा जाऊनी कहले कौन बुलवा छाड़देवी ना किए कहला बुलवा छाड़िया ना केमी बुलबी ना यही भाया रियलाइजेशन नहीं बुलू ना केमिका बुलबी ना प्रति मुहूर्त देखिए तोर सेंटर ऑफ एक्जिस्टेंस टा ऊपर को जाऊँगी अनुभव करें ना नाई केमी 1:30 हजब मुझे खाइबा को जी जदि एमती मनोवृत्ति थी एक्जिस्टेंस ऊपर को जाऊनी सेंटर ऑफ एक्जिस्टेंस माने केंद्रिक जीवन धारण जो केन्द्रटा आज जी माटी उपरे थिला अंत वर्षे पर देखिए 2 फुट आगु को जापर वर्ष को 4 फुट आगु को जाऊँगी जार जो अनुपात जीव से अनुपात आप मानिफेस्टेशन आड़ को जी तेणु सन्देह कर काम ना समय अतिबाहित तेणु आपंकर आउ समय नवाई चाहूना तेणु यार भितर मुझे अंततः गोटे लाइन आपन को कहवाक चाहूँगी नदी जाए सागर रे मिसिबा पाई सागर बिरही थाए नई को चाही
ଏ କହିବା ପାଇଁ ତୁ ମୋରି ପାଇଁ ମୁଁ ତୋରି ପାଇଁ ନଦୀ ଯାଏ ସାଗରରେ ମିଶିବା ପାଇଁ ସାଗର ବିରୋହୀ ଥାଏ ନଈକୁ ଚାହିଁ। ପ୍ରଣାମ, ତିନିଟା ବେଳେ ଭେଟିବା।